ବାସ୍ତୋରି 72 ତାର 11। ହଁ ସବୁ ରାଜା ମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ, ସବୁ ଗୋଷ୍ଠୀ ମାନେ ତାହାଙ୍କର ସେବା କରିବେ। ଆଉଥରେ ପଢ଼ନ୍ତୁ। ହଁ ସବୁ ରାଜା ମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ, ସବୁ ଗୋଷ୍ଠୀ ମାନେ ତାହାଙ୍କର ସେବା କରିବେ। ହାଲେଲୁୟା। ହାଲେଲୁୟା। ଆମେ ଆଜି ଦେଖିବା ସଦା ପ୍ରଭୁଙ୍କ ଛାମୁରେ ଥିବା କେତୋଟି ମହତ୍ଵ ବିଷୟ। ପ୍ରଭୁଙ୍କ ଛାମୁରେ ଆମ୍ଭମାନଙ୍କୁ କଣ କଣ ମିଳେ ଆଉ ସେ ବିଷୟ ପ୍ରଭୁଙ୍କର ଆତ୍ମା ଏଠି ଜଣାଉଛନ୍ତି। ଆଜି ତ ଆମେ ଏକ ସାଧାରଣ ମନୁଷ୍ୟ, ଆମେ ସମସ୍ତେ ଏକ ସାଧାରଣ ମନୁଷ୍ୟ, କିନ୍ତୁ ବାକ୍ୟରେ ଆମେ ଦେଖିଗଲୁ କଣ ବୋଲି ଲେଖା ଅଛି? ହଁ ସବୁ ରାଜା ମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ। ହାଲେଲୁୟା। ହାଲେଲୁୟା। ଦୁଇଟା ବିଷୟ ରାଜା ମାନେ ସଦା ପ୍ରଭୁଙ୍କ ଛାମୁରେ କରିବା ପାଇଁ ସେମାନେ ଏକତ୍ର ହେବେ। ପୁଣି ପ୍ରଥମ ବିଷୟ କଣ? ରାଜା ମାନେ ତାହାଙ୍କ ଛାମୁରେ, କାହାର ଛାମୁରେ? ସଦା ପ୍ରଭୁଙ୍କ ଛାମୁରେ। ହାଲେଲୁୟା। ହାଲେଲୁୟା। କଣ କରିବେ ସେମାନେ? ପ୍ରଣାମ କରିବେ। ଦ୍ୱିତୀୟ ବିଷୟ, ସବୁ ଗୋଷ୍ଠୀ ମାନେ ତାହାଙ୍କର ସେବା କରିବେ। ହାଲେଲୁୟା। ହାଲେଲୁୟା। ରାଜା ମାନେ ମଧ୍ୟ ଆଉ ତାଙ୍କର ଲୋକମାନେ ମଧ୍ୟ ତାଙ୍କର ସେବା କରିବେ। ହାଲେଲୁୟା। ହାଲେଲୁୟା। ରାଜା ମାନେ କାହିଁକି ପ୍ରଣାମ କରିବେ? ବାକ୍ୟରେ ଲେଖାଯାଏ। ହାଲେଲୁୟା। ହାଲେଲୁୟା। ରାଜା ମାନେ କାହିଁକି ପ୍ରଣାମ କରିବେ? ଏଠି ଆମେ ଦେଖୁଛୁ, ହଁ ଏଟା ଉତ୍ତର, କିନ୍ତୁ ଯଦି ଆମେ ପ୍ରଶ୍ନ କରିବା ରାଜା ମାନେ କାହିଁକି ପ୍ରଣାମ କରିବେ, ଯେହେତୁ ସେ ରାଜା ମାନଙ୍କର ରାଜା ଅଟନ୍ତି। ହାଲେଲୁୟା। 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 ଆଉ କାହିଁକି ଆଉ ସେମାନେ ପ୍ରଣାମ କରିବେ? ରାଜା ମାନେ ମୋ ସହିତ ଖୋଲନ୍ତୁ ଜିସାୟ 49 ତାର 23 ପଦ। ପୁଣି ରାଜଗଣ ତୁମର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମର ପାଳନକାରିଣୀ ମାତା ହେବେ। ସେମାନେ ଭୂମିକି ମୁଖ କରି ତୁମକୁ ପ୍ରଣାମ କରିବେ ଓ ତୁମ ପାଦର ଧୂଳି ଚାଟିବେ। ତହିଁରେ ଆମେ ଯେ ସଦାପ୍ରଭୁ ଓ ଆମର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ନହେବେ, ଏହା ତୁମେ ଜାଣିବ। ହାଲେଲୁୟା। ହାଲେଲୁୟା। ରାଜା ମାନେ ପ୍ରଭୁଙ୍କର ପ୍ରିୟ ପାତ୍ର, ମନୋନୀତ ପ୍ରଭୁଙ୍କର ଲୋକମାନଙ୍କୁ ପାଳନ କରିବେ, ତାର ପ୍ରତିଫଳ ପ୍ରଭୁ ସେମାନଙ୍କୁ ଦେବେ। Praise the Lord. ଆଉ କଣ ବୋଲି ଲେଖା ଅଛି? ଯାହା ସେମାନେ ଶୁଣିବେ, ଯାହା ସେମାନେ ବୁଝିବେ। ପଢନ୍ତୁ ମୋର ସହିତ ପ୍ରଥମ ପିତର 1 ପର୍ବ ତାର 2 ପଦ। ପ୍ରଥମ ପିତର 1:2। ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଶାନ୍ତି ହେଉ। ହାଲେଲୁୟା। ହାଲେଲୁୟା। ତାଙ୍କର ରକ୍ତରେ ସିଞ୍ଚିତ ହେଇଥିବା ଲୋକମାନେ, ରାଜା ମାନେ ସେଥିପାଇଁ ପ୍ରଭୁଙ୍କୁ ପ୍ରଣାମ କରିବେ। ପିତର ମଧ୍ୟ ପ୍ରକାଶ କରୁଛନ୍ତି, ସେମାନେ ସିଞ୍ଚିତ, କଣ ସିଞ୍ଚିତ ହେଇଛି? ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ। ହାଲେଲୁୟା। ହାଲେଲୁୟା। ଏଥିପାଇଁ ପ୍ରଭୁ ଆଜି ଆମମାନଙ୍କୁ ଏକ ସମୟ ଦେଇଛନ୍ତି। କେବଳ ରାଜା ମାନେ ତାହାଙ୍କ ସମ୍ମୁଖକୁ ତାଙ୍କ ଛାମୁରେ ଆସନ୍ତୁ ତାହା ନୁହେଁ, ତାହାଙ୍କର ସେବା କରିବା ପାଇଁ ପ୍ରତ୍ୟେକ ଲୋକକୁ ପ୍ରଭୁ ଆଜି ମନୋନୀତ କରିଛନ୍ତି। ହାଲେଲୁୟା। ଆଉ ବର୍ତ୍ତମାନ ଆମେ ପ୍ରଭୁଙ୍କ ଛାମୁରେ, ସଦା ପ୍ରଭୁଙ୍କ ଛାମୁରେ କିଛି ବିଷୟ ପାଇବା ପାଇଁ ଆସୁଛେ। ଆମେ ପାଇବା ପାଇଁ ଆସୁଛୁ ତାହାଙ୍କ ଛାମୁରେ ଆମମାନଙ୍କର ଜୀବନରେ ଯାହା ଆବଶ୍ୟକତା ଅଛି। ଏମିତି କେହି ମଧ୍ୟ ନାହାନ୍ତି ଯେ କୌଣସି ବ୍ୟକ୍ତି ନିସ୍ୱାର୍ଥ ଭାବରେ ପ୍ରଭୁଙ୍କ ନିକଟରେ ଆସୁଛି ବୋଲି। କିଛି ନା କିଛି ସମସ୍ତଙ୍କ ଜୀବନରେ ଶାରୀରିକ ଭାବେ, ଆତ୍ମିକ ଭାବେ କିଛି କିଛି ବିଷୟ ଆବଶ୍ୟକତା ଅଛି।
हालेलुया हालेलुया। सेतिपाय तांको छामुरे गला बेले आमे प्रार्थना करू हालेलुया हालेलुया। आमे किछि मागो केवल वर्शिप नहे केवल आराधना नहे केवल प्रभुंकर प्रशंसा नहे ताहांको छामुरे आमे प्रार्थना करू हालेलुया हालेलुया। तेबे वर्तमान सदा प्रभुंका छामुरे कोन अछि पढंतु गीत संहिता 89 तार 13 गीत संहिता 89 ର 14 पद ଧର୍ମ ଓ ନ୍ୟାୟ ବିଚାର ତୁମ ସିଂହାସନର ଭିତ୍ତିମୂଳ, ଦୟା ଓ ସତ୍ୟତା ତୁମର ସମ୍ମୁଖଗାମୀ। हालेलुया हालेलुया। प्रेज द लॉर्ड Praise the Lord. कोण बोली करे ଆମେ ଦେଖୁଛୁ कोण ଅଛି ଏଠି ପ୍ରଭୁଙ୍କର ସମ୍ମୁଖରେ ଦୟା ଧର୍ମ ନ୍ୟାୟ ବିଚାର ହାଲେଲୁୟା ହାଲେଲୁୟା। ଧର୍ମ ଓ ନ୍ୟାୟ ବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ ବା ତୁମ ଛାମୁରେ ଅଛି ପ୍ରେଜ ଦ ଲର୍ଡ ବର୍ତ୍ତମାନ ସଦା ପ୍ରଭୁଙ୍କ ଛାମୁରେ ଦୟା ଅଛି ହାଲେଲୁୟା ଅନୁଗ୍ରହ ଦୟା ଯାହା ଆମେ ଯେତେବେଳେ ଯେଉଁ ବିଷୟ ପାଇଁ ମାଗୁ ପ୍ରଭୁ ଆମର ଜୀବନରେ କିଛି କାର୍ଯ୍ୟ କରନ୍ତି ପ୍ରଭୁ ଏବେ ଆମମାନଙ୍କ ନିକଟରେ ତାଙ୍କ ନିକଟରେ ଆମେ ଯେତେବେଳେ ପ୍ରାର୍ଥନା କରିବା ଯଦି କାହାର ଜୀବନରେ କୌଣସି ରୋଗ ଅଛି ଅସୁସ୍ଥତା ଅଛି ସୁସ୍ଥତା ପାଇଁ ପ୍ରାର୍ଥନା କରିବେ ପ୍ରଭୁ ସେ ଦୟାକରି ଆମମାନଙ୍କ ନିମନ୍ତେ ସେ ସୁସ୍ଥତାର ଉତ୍ତର ଦେଉଛନ୍ତି ହାଲେଲୁୟା ସମସ୍ୟା ଅଛି ପାପ ଅଛି ଆମେ କ୍ଷମା ପ୍ରାର୍ଥନା କରୁ ପ୍ରଭୁ ଆମମାନଙ୍କୁ କ୍ଷମା ଦେଉଛନ୍ତି ହାଲେଲୁୟା କିନ୍ତୁ ଆଗାମୀ ସଦା ପ୍ରଭୁଙ୍କ ଛାମୁରେ ପ୍ରିୟ ମଣ୍ଡଳୀ जो समय के एक समय आसुचे आमे तांको छामरे एकत्र हेबा पा जाउछो से समय रे प्रभु दया देखाइबे नाही हालेलुया एबे कोन अछि तांको छामुरे दया अछि केते जण एबे प्रभुंको छामुरे पलायन करूछन्ते दया थिबा सत मध्य उद्धार थिबा सत मध्य परित्राण थिबा सत मध्य प्रभु आमानको से किछि देबा पा जाउछन्ते किंतु अनेक लोक तांको छामुरे पलायन करूछन्ते जनस परे प्रेज द लॉर्ड हालेलुया किंतु आमे प्रभुंको छामुरे आमे अछु दाऊद गोटे प्रार्थना कले दिने प्रेज द लॉर्ड प्रभु को से भलो भाबे जानिथिले से प्रार्थना कले गीत संहिता 51 11 पद कोन बोली प्रार्थना करूछन्ते देखु आज ए प्रार्थना मो जीवने निहाती प्रतिदिन रहिबा दरकार तुम छामुରୁ ମତେ ଦୂର କର ନାହିଁ ଓ ତୁମ ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। हां 12 पद भी पढ़ी दियो ତୁମ ପରିତ୍ରାଣର ଆନନ୍ଦ ପୁନର୍ବାର ମତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମତେ ଧରି ରଖ। आमेन हालेलुया हालेलुया। तुम्भो छामुरो प्रेज द लॉर्ड हालेलुया काहे कि सदा प्रभु को छामुरो आ से प्रार्थना करूछन्ते मते दूर करो नाही बोले काहे कि दाऊद जीवन रे गोटे भूल हैला एटा से केते बेले गीत रचना करिछन्ते जेते बेले बत्सबा ठारे आ से कामाभिलाष रे पाप रे आसक्त हेले व्यभिचार कले सेही समय रे आ से प्रभु को निकट रे क्षमा प्रार्थना कले से जानी छन्ते हमर जीवन भूल हेले प्रभु को छामुर आमे दूरवर्ती हेबा हालेलुया जेते बेले आदम होबा आओ एथर उद्यान मध्य प्रभुंकर उपस्थिति रो स्थान आ जो समय रे होबा अपना स्वामी सहित से निजे फल खाए अपना स्वामी सहित से परमेश्वरंकर अनाज्ञाकारी हेले आ से माने सदा प्रभु को छामुरो आ से माने दूर को जाय से माने लुचि छन्ते प्रेज द लॉर्ड हालेलुया हालेलुया काहे कि प्रभुंकर छामुर दूरवर्ती हेबार परिणाम हमें सेठी देखुछु प्रभु तापरे समान को कोन देले दंड देले प्रभु जेते बेले पचारले एठी लेखा जाय पढंतो आदि पुस्तक तार 3 पर्व सदा प्रभु को छमुरु से माने दूरवर्ती हेले 8 पद 3 रो 8 ତହୁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି
ଆଦମ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। हाँ हालेलुया ହାଲେଲୁୟା ଅନାଜ୍ଞାକାରୀ ହେଲା ପରେ ଭୁଲ କଲା ପରେ ଆଉ ସେମାନେ ଫଳ ଖାଇଲା ପରେ ସଦା ପ୍ରଭୁଙ୍କୁ ଛାମୁରୁ ଆଉ ସେମାନେ ଦୂରକୁ ଯାଇକରି ଲୁଚିଛନ୍ତି। Praise the Lord. ହାଲେଲୁୟା ହାଲେଲୁୟା ଆଉ ସେମାନେ ଲୁଚିବାର କାରଣ ସେମାନଙ୍କ ଜୀବନର ଭୟ ଉତ୍ପନ୍ନ ହେଲା, ପାପ ଆସିଗଲା। Praise the Lord. ଯେତେବେଳେ ମନୁଷ୍ୟ ଜୀବନରେ ପାପ ଆସେ ସଦା ପ୍ରଭୁଙ୍କୁ ଛାମୁରୁ ଆଉ ଦୂରକୁ ନେଇଯାଏ। ହାଲେଲୁୟା ସେଥିପାଇଁ ଦାଉଦ ପ୍ରାର୍ଥନା କରୁଛନ୍ତି, ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ। Praise the Lord. ହାଲେଲୁୟା ଓ ତୁମ୍ଭ ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। ପ୍ରଭୁ ଆଉ ଥରେ ସୁଯୋଗ ଦେବେ ପ୍ରିୟ ମଣ୍ଡଳୀ, ଆଉ ଥରେ ସୁଯୋଗ ଦେଉଛନ୍ତି କାହିଁକି ସେ ସମୟରେ ଆପଣ ମାନେ ଅନୁତାପ କଲେ, ଫେରିଲା ପରେ ପ୍ରଭୁ ଆପଣଙ୍କ ଜୀବନରେ ସେ କିଛି କାର୍ଯ୍ୟ କରିବେ। ସେ ପ୍ରାର୍ଥନା କରୁଛନ୍ତି କାହିଁକି ତାଙ୍କ ଛାମୁରେ କ୍ଷମା ଅଛି। Praise the Lord. ତାଙ୍କ ସମ୍ମୁଖରେ ଦୟା ଅଛି, ତାଙ୍କ ସମ୍ମୁଖରେ ପରିତ୍ରାଣ ଅଛି। ସେଥିପାଇଁ ସେ ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ। ହାଲେଲୁୟା ସେ ହରାଇବା ପାଇଁ ଚାହୁଁନଥିଲେ, ପରମେଶ୍ୱରଙ୍କ ଛାମୁରେ ଯେ ପରିତ୍ରାଣର ଆନନ୍ଦ ଥିଲା ତାହାକୁ ସେ ହରାଇବା ପାଇଁ ଚାହୁଁନଥିଲେ। ଆଜି ଲୋକ ସବୁ ବିଷୟ ବାହାରେ ପ୍ରଭୁଙ୍କ ଠାରୁ ପଳାୟନ କଲା ପରେ ବାହ୍ୟକ ବିଷୟ ସବୁ ପାଉଛନ୍ତି, କିନ୍ତୁ ସଦା ପ୍ରଭୁଙ୍କ ଛାମୁରେ ଥିବା ପରିତ୍ରାଣର ଆନନ୍ଦକୁ ପାଇ ପାରୁନାହାନ୍ତି। ହାଲେଲୁୟା ଏ ସମୟରେ ଯେତେ ଆରାଧନା କଲେ ଆଗାମୀ ସମୟରେ ବାକ୍ୟର ତୃପ୍ତତା ମିଳିବ, ଯୋଉ ଆନନ୍ଦ ଅଛି ଏ ଆନନ୍ଦ ଲୋକମାନେ ଯୋଉମାନେ ପ୍ରଭୁଙ୍କ ଠାରୁ ଦୂରବର୍ତ୍ତୀ ହେଉଛନ୍ତି ସେମାନେ ପାଇପାରୁନାହାନ୍ତି। ପ୍ରେଜ୍ ଦ ଲର୍ଡ। ଯେତେ ସେମାନଙ୍କର ଜୀବନରେ ମଟନ ବିରିୟାନୀ ଖାଇକରି କ'ଣ କରୁଥିବେ, ଆନନ୍ଦ କରୁଥିବେ, କିନ୍ତୁ ପରିତ୍ରାଣ ଆନନ୍ଦ ନଥିବ। ହାଲେଲୁୟା ପରିତ୍ରାଣର ଆନନ୍ଦ ପାଇଁ ଆଉ ଦାଉଦ ପ୍ରାର୍ଥନା କଲେ, ପ୍ରଭୁ ତୁମ ଛାମୁରୁ ମୋତେ ଦୂର କର ନାହିଁ। ତାର ଅର୍ଥ ପ୍ରଭୁଙ୍କ ଛାମୁରେ କ୍ଷମା ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା କ୍ଷମାର ପ୍ରାର୍ଥନା। ଦ୍ୱିତୀୟ ବିଷୟ ଆମେ ଦେଖିବା। ହାଲେଲୁୟା ଦ୍ୱିତୀୟ ବିଷୟ ଦେଖିବା ଗୀତ ସଂହିତା 62 ତାର 2 ପଦ 8 ପଦ 62 ର 8। ହେ ଲୋକମାନେ ହଁ। ସବୁବେଳେ ତାହାଙ୍କ ଠାରେ ନିର୍ଭର ରଖ, ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ, ପରମେଶ୍ୱର ଆମମାନଙ୍କ ନିମନ୍ତେ ଆଶ୍ରୟ। ହାଲେଲୁୟା ପରମେଶ୍ୱରଙ୍କ ଛାମୁରେ ଆଉ କ'ଣ ଅଛି? କିଛି ଆମର ମନର କଥା ଶୁଣିବା ପାଇଁ ଏକ ସୁଯୋଗ ଅଛି। ଯାହାକି ଆମେ ଅନେକ ଗୁପ୍ତ ବିଷୟ ଆଜି ଆମର ମନରେ ଆମେ ରଖୁଛୁ। ବେଳେ ବେଳେ କେତେଟା ବିଷୟ କହି ହେବ ଆଉ କେତେଟା ବିଷୟ କହି ହେବ ନାହିଁ। ହାଲେଲୁୟା ସବୁ ବିଷୟ ଆମେ ଲୋକଙ୍କୁ କହିପାରିବା ନାହିଁ, କିନ୍ତୁ ଆମେ ପ୍ରତ୍ୟେକ ବିଷୟ ଆମେ ପ୍ରଭୁଙ୍କୁ ଜଣାଇ ପାରିବା। ଆମର ଗୁପ୍ତ ହେଉ କି ଆମର ଖୋଲା ବିଷୟ ହେଉ, ଆମେ ପ୍ରଭୁଙ୍କ ନିକଟରେ ଆମେ ଯେତେବେଳେ ଯାଉ ଆଉ ପ୍ରଭୁଙ୍କର ସମ୍ମୁଖରେ ଆମେ ଯାହା ଭାଙ୍ଗି କରି କହୁ, ଆମେ ନିବେଦନ କରୁ, ଆମେ ଜଣାଉ, ଏଠି ଲେଖା ଅଛି ଆଉ ସବୁ ବିଷୟ ତାଙ୍କ ଛାମୁରେ ସବୁ କଥା ଭାଙ୍ଗି କୁହ, ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। ତାହାଙ୍କ ଛାମୁରେ ଆଶ୍ରୟ ମଧ୍ୟ ଅଛି। ଯେତେବେଳେ ଜଣେ ବ୍ୟକ୍ତିର ମନ ଅସ୍ଥିର, ଯେତେବେଳେ ଜଣେ ବ୍ୟକ୍ତି ଭାଙ୍ଗି ପଡ଼ିଛି, ଯେତେବେଳେ ଜଣେ ମନ ବ୍ୟକ୍ତି ଅଶାନ୍ତି ହେଇଛି, ସେ ପ୍ରଭୁଙ୍କ ଛାମୁରେ ଆସିଲା ବେଳକୁ ପ୍ରଭୁଙ୍କର ବାକ୍ୟ ଦ୍ୱାରା ସେ ସାନ୍ତ୍ୱନା ପ୍ରାପ୍ତ ହେବ। ହାଲେଲୁୟା କାଲି ଗୋଟେ ବିଷୟ କହୁଥିଲି, ଆମର ଲୋକମାନେ ଭାବୁଛନ୍ତି ଗୋଟେ ଲୋକ ମରିଲା ପରେ କିଛି ବିଷୟ କାର୍ଯ୍ୟ କଲେ ସେମାନେ ଶାନ୍ତି ପାଇବେ, ସାନ୍ତ୍ୱନା ପାଇବେ। ମୁଁ କାଲି ଗୋଟେ ବିଷୟ କହୁଥିଲି, ମୃତ୍ୟୁ ପରେ ଯଦି ସେ ପରିବାର ଶାନ୍ତି ପାଇବାର ଅଛି ତାହେଲେ ପ୍ରକୃତରେ ଈଶ୍ୱରଙ୍କର ବାକ୍ୟକୁ ନିଜ ହୃଦୟରେ ଗ୍ରହଣ କରିବାର ଅଛି। ହାଲେଲୁୟା କାରଣ ଶାନ୍ତିଦାତା କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା ସେମାନଙ୍କ ଜୀବନରେ ଶାନ୍ତି ପ୍ରକାଶ କରନ୍ତି, ଶାନ୍ତି ପ୍ରଦାନ କରନ୍ତି। ତାଙ୍କ ସମ୍ମୁଖରେ ଶାନ୍ତି ଅଛି, ତାଙ୍କ ସମ୍ମୁଖରେ ଦୟା ଅଛି, ତାଙ୍କ ସମ୍ମୁଖରେ କ୍ଷମା ଅଛି, ତାଙ୍କ ସମ୍ମୁଖରେ ଉଦ୍ଧାର ଅଛି, ତାଙ୍କ ଛାମୁରେ ପ୍ରତ୍ୟେକ ବିଷୟ ଅଛି। ହାଲେଲୁୟା ଏଣୁକରି ତାଙ୍କ ଛାମୁରୁ ଆମେ ଦୂରବର୍ତ୍ତୀ ହେବା ନାହିଁ। ହାଲେଲୁୟା ଆମେ ଯେ ପର୍ଯ୍ୟନ୍ତ ତାଙ୍କ ଛାମୁରୁ ଦୂରବର୍ତ୍ତୀ ହୋଇ ଆମେ ଅଲଗା ସ୍ଥାନରେ ଥିବା,
निकट किछि पाई पारबा ना प्रेज द लॉर्ड सेथिबाय प्रभुंकर वाक्ୟରେ ଲେଖା ଯାଏ ପ୍ରିୟ ମଣ୍ଡଳୀ ତାଙ୍କ ଛାମୁରେ ଯେତେବେଳେ ଆଉ ହାନ୍ନା ଗଲା ତିକ୍ତ ମନା ସହିତ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ପ୍ରଥମ ସାମୁଏଲ ତାର 1 ପର୍ବ 15 ପଦ ସୁଧା ପ୍ରଭୁଙ୍କର ଛାମୁରେ ସେ ଯାହା ମନର କଥା କହୁଛି ହୁଏତ ସେଦିନ ମନୁଷ୍ୟ ଭାବରେ ଯେ ଏଲି ଯାଜକ ଥିଲେ ସେ ଶୁଣି ପାରି ନାହାନ୍ତି କିନ୍ତୁ ସଦା ପ୍ରଭୁ ତାର ସମସ୍ତ ବିନତିକୁ ଶୁଣିଛନ୍ତି 1:15 ଏଥିରେ ହାନ୍ନା ଉତ୍ତର ଦେଇ କହିଲା ନା ମୋର ପ୍ରଭୁ ମୁଁ ଦୁଃଖିନୀ ସ୍ତ୍ରୀ ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ ମାତ୍ର ସଦା ପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ ବେଦନା ଢାଳୁଥିଲି ହାଲେଲୁୟା ସଦା ପ୍ରଭୁଙ୍କ ସମ୍ମୁଖରେ ବା ସଦା ପ୍ରଭୁଙ୍କ ଛାମୁରେ ହାନ୍ନାର ଜୀବନରେ ଯେ କଷ୍ଟ ଥିଲା ବହୁତ ଦିନର जो प्रार्थना थिला से निसंतान होई करे अनेक दिनर से बास करूथिले से हृदय रे तार दुख को से चापी कर रखिथिला हालेलुया आज हुए तो आज मध्य आपण मानकर मध्य रो केते जण केतेटा विषय थिबो जहा के रखि छन्ते हालेलुया से विषय प्रभु को छामरे प्रभु को निकट प्रार्थना करंतो प्रभु को निकट कोनोसी विषय प्रभु को उपस्थित रो प्रभु को छामरो बड़ विषय नहे प्रभु सब किछि करि पारंते हालेलुया यह विश्वास करबा दरकार तांको छामुरे आसीबा लोक मानकर विश्वास आवश्यकता अछि प्रभु को छामुरे आमे सब किछि पाई पारबा बेले बेले प्रभु आमान को किछि किछि से तांकर योजना प्रकारे अटकाई करि रखन्ते बेले बेले किछि किछि दियंती नै किछि किछि दियंती हालेलुया किंतु तांको छामुरे समस्त विषयर अस्तित्व अछि हालेलुया तांको छामुरे समस्त विषयर अस्तित्व अछि सेति पाए से जेते बेले प्रभु को निकट प्रार्थना कले तार प्रार्थना प्रभु सुनिले हालेलुया तार अर्थ प्रभु को सम्मुख रे प्रार्थना उत्तर अछि गीत संहिता 31:20 गीत संहिता 31:20 तांको छामुरे लुचिबार स्थान अछि तुमे मनुष्यर सबु कुमंत्रणार सेमानंकु आपना श्री छामुर अंतराଳରେ लुचाइबो तुमे हालेलुया देखंतो परमेश्वरंकर निकटरे तांकर छामुरे जेतेबेले जणे व्यक्ति जाए से आपना शत्रु ठारू उद्धार पाए हालेलुया हालेलुया 14 प्रभुଙ୍କ निकटरे से प्रार्थना करूछन्ते तुम्भे मनुष्यर सब कुमंत्रणारो मनुष्य जेतेबेले प्रभुଙ୍କ निकटरे बढ़वा पाए चाहे तार अनेक शत्रु बंधे हुए तो मनुष्य किंबा बेले बेले शैतान केते केते बेले मनुष्य किंतु वाक्य प्रकाश करे एवं वर्तमान दिन रे हमर आत्मिक भाव रे जदि हमें देखबा हमर शत्रु केवल शैतान हालेलुया तबे एठी लेखा अछि से कोन करंती सदा प्रभु मनुष्यर सब कुमंत्रणा जदि आपण मानक विरुद्ध के प्लानिंग करूछि कोनोसे एक दुष्ट आत्मा प्लानिंग करूछि कोनोसे एक रोग रे पकाइबा पाए समस्या रे पकाइबा पाए खेती करबा पाए जीवन नष्ट करबा पाए आत्मिक जीवन पतित करबा पाए से समय रे तार कुमंत्रणा बा तार प्लानिंग रो योजना रो प्रभु हमको गोटे जागा को नै जिवे पण गोटे सेफ्टी स्थान रे आ से सेफ्टी स्थान को जगह आपना श्री छामु बोली करे दाऊद प्रकाश करछन्ते आपना श्री छामुर अंतराळ बेसलो केते प्रभु आज हम प्रेम करूछन्ते प्रभुଙ୍କର हृदय प्रभु हमको स्थान देबे अंतर रे हालेलुया 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 और एमिति कही व्यक्ति नहांती जे प्रभुଙ୍କର उपस्थिति रे ठिया हेबे सदा प्रभुଙ୍କର निकटरे ठिया हेबे आपण मान को जाय करे हमला करबे जाय करे से जगह रे टाणी आनबे प्रेज द लॉर्ड के प्रकाश करे से छामु अलगा श्री छामु अलगा प्रेज द लॉर्ड तांको सम्मुख रे आ श्री छामु बोला आपण मुख प्रेज द लॉर्ड आ अंतराळ तांको हृदय आ थरे बहुत बढ़िया लागबे वाक्य मते तुम्हे मनुष्यर सब कुमंत्रणार सेमानंकु आपना श्री छामुर अंतराळरे लुचाइबो हां हालेलुया तुम्भे मनुष्यर सब कुमंत्रणार सेमानंकु आपना श्री छामुर अंतराळरे लुचाइबो केते जण चाहछन्ते प्रभुଙ୍କର अंतराळरे लुचिबा पाए
ହାଲେଲୁୟା ହାଲେଲୁୟା। ତାଙ୍କ ଛାମୁକରେ ସୁରକ୍ଷା ଅଛି। ପ୍ରେଜ୍ ଦ ଲର୍ଡ। ଆମର ଆଶ୍ରୟ କେବଳ ପ୍ରଭୁ ଅଟନ୍ତି। ଆମର ଲୁଚିବାର ସ୍ଥାନ କେବଳ ପ୍ରଭୁ ଅଟନ୍ତି। 32 ତାର 7 ପଦ। ତୁମେ ମୋହର ଲୁଚିବା ସ୍ଥାନ, ତୁମେ ସଂକଟରୁ ମୋତେ ରକ୍ଷା କରିବ, ତୁମେ ରକ୍ଷାର୍ଥକ ଗାୟନରେ ମୋର ଚତୁର୍ଦିଗସ୍ତ ବେଷ୍ଟନ କରିବ। ହଁ ହାଲେଲୁୟା ତୁମ୍ଭେ ମୋହର ଲୁଚିବାର ସ୍ଥାନ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ ଲୁଚିବା ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିଛନ୍ତି। ସେ ସ୍ଥାନ ହେଲା ପ୍ରଭୁଙ୍କର ଶ୍ରୀ ଛାମୁର ସ୍ଥାନ, ପ୍ରଭୁଙ୍କର ଅନ୍ତରାଳ। ହାଲେଲୁୟା। ଆଜି ଆମେ କୌଣସି ଏକ ଭୁଲ କଲେ, ଆଜି ଗୋଟେ ଲୋକ ଯଦି ଗୋଟେ ଲୋକ ମର୍ଡର କଲା କି କୌଣସି କେସ୍ ହେଲା, କୋଉ ବିଷୟ ହେଲା, ସେ ଲୁଚିବା ପାଇଁ ଗୋଟେ ଘର, ଗୋଟେ ଆଶ୍ରୟ, ଅଲଗା ଅଲଗା ଜାଗା ନେଉଛି। କିନ୍ତୁ ଜଣେ ବ୍ୟକ୍ତି ପାପ ଯଦି କରୁଥିବ, ସେ ଅନୁତାପ କରିବ, ମନ ପରିବର୍ତ୍ତନ କରିବ। ମନ ପରିବର୍ତ୍ତନ କରି ଫେରିଲା ପରେ ପ୍ରଭୁଙ୍କ ଛାମୁରେ ଏକ ଲୁଚିବାର ସ୍ଥାନ ଅଛି। ମଶାର ଶବକୁ ସେଦିନ ଶୈତାନ କାହିଁକି ଛୁଇଁ ପାରିଲା ନାହିଁ? କାରଣ ପ୍ରଭୁ ତାଙ୍କର ସମ୍ମୁଖରେ ତାକୁ ରଖିଥିଲେ। ହାଲେଲୁୟା। ସଦାପ୍ରଭୁ ମଶାକୁ ଯୋଉ ମହିମା ଦେଇଥିଲେ, ଯୋଉ ମହିମା ମଶାଙ୍କର ଉପରେ ଥିଲା, ଯୋଉ ଗ୍ଲୋରିୟସ୍ ତାଙ୍କ ଉପରେ ଥିଲା, ଆଉ ତାହା ଶୈତାନ ଛୁଇଁ ପାରିଲା ନାହିଁ। ପ୍ରେଜ୍ ଦ ଲର୍ଡ। ଆଗାମୀ ସମୟରେ ଯୀଶୁ ଯେତେବେଳେ ପର୍ବତରେ ସେ କଣ କରିବା ପାଇଁ ଯାଉଥିଲେ, ରୂପାନ୍ତରିତ ହେବା ସମୟରେ ଏଲିୟ ମୂଷା ତାଙ୍କ ସମ୍ମୁଖରେ ଉଭା ହେବା ପାଇଁ ଯାଉଥିଲେ। ସେ ସମୟକୁ ଶୈତାନ ଜାଣିଛି। ପ୍ରେଜ୍ ଦ ଲର୍ଡ। ଆଗାମୀ ତମର ଫ୍ୟୁଚରକୁ ଶୈତାନ ଜାଣିଛି। ମୂଷାଙ୍କ ପରେ ଯୀଶୁଙ୍କର ଜନ୍ମ କେତେ ସମୟକୁ ଆମେ ଦେଖୁଛୁ। ହାଲେଲୁୟା। ତେବେ ଆମର ଜୀବନରେ ଆଗାମୀ ସମୟରେ ଯେ ଅଭିଷେକ ରିଲିଜ କରିବା ପାଇଁ ପ୍ରଭୁ ଚାହୁଁଛନ୍ତି, ଆମ ଦ୍ୱାରା କିଛି କାର୍ଯ୍ୟ କରିବା ପାଇଁ ଯାଉଛନ୍ତି, ଆମ ଜୀବନରେ କିଛି ମହାନ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି, ସେ ସମୟକୁ ଶୈତାନ ଜାଣିଛି। କିଛି ମିରାକଲ କରିବା ପୂର୍ବରୁ ତାଙ୍କୁ ଦୂରବର୍ତ୍ତୀ କରିବା ପାଇଁ ଚାହିଁବ। ହାଲେଲୁୟା। ସେ ଅଲଗା ପରେ ସେଥିପାଇଁ ତାର ଟାର୍ଗେଟ ପ୍ରଭୁଙ୍କର ଲୋକମାନଙ୍କୁ ସେ ସବୁବେଳେ ସେ ପ୍ରଭୁଙ୍କ ଛାମୁର ଦୂରବର୍ତ୍ତୀ କରିବା ପାଇଁ। ସେ ଦୂରବର୍ତ୍ତୀ କରିବାର ଗୋଟିଏ ବିଷୟଟେ ଅନାଜ୍ଞାକାରିତା, ପାପ। ହାଲେଲୁୟା। ସେଥିପାଇଁ ଦାଉଦ କହୁଛନ୍ତି, ତୁମ ଛାମୁରୁ ମୁଁ କେଉଁଠାକୁ ଯିବି ପ୍ରଭୁ? ଆମେ ଦେଖୁଛୁ, ସମସ୍ତେ ଜାଣିଛୁ ସେ ଅଧ୍ୟାୟକୁ, ଗୀତ ସଂହିତା 139। ହାଲେଲୁୟା। ତୁମ ଛାମୁରୁ ମୁଁ କେଉଁ ସ୍ଥାନକୁ ପଳାୟନ କରିବି? ଯୋଉଠି ଗଲେ ମଧ୍ୟ ତମେ ବୋଲି କରି ସେ ସେଠି ଗୀତ ଗାନ କରୁଛନ୍ତି। Praise the Lord. Praise the Lord. Hallelujah. Hallelujah. ହଁ ପଢ଼ନ୍ତୁ 39 ଏକରୁ ପଢ଼ନ୍ତୁ। ଏକରୁ ପଢ଼ନ୍ତୁ ତାର ଏହି ପ୍ରକାର ଜ୍ଞାନ ମୋ ପ୍ରତି ଅତି ଆଶ୍ଚର୍ଯ୍ୟ, ତାହା ଉଚ୍ଚ ମୋ ବୋଧର ଅଗମ୍ୟ। ତୁମ ଆତ୍ମା ଠାରୁ ମୁଁ କେଉଁଠାକୁ ଯିବି, ଅବା ତୁମେ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି? ଯେବେ ମୁଁ ସ୍ୱର୍ଗକୁ ଆରୋହଣ କରେ ତେବେ ତୁମେ ସେଠାରେ, ଯେବେ ମୁଁ ପାତାଳରେ ବିଛଣା କରେ ତେବେ ଦେଖେ ତୁମେ ସେଠାରେ। ହାଲେଲୁୟା। ହାଲେଲୁୟା। ଛାମୁରୁ ବା ତୁମ ସମ୍ମୁଖରୁ ମୁଁ କେଉଁ ସ୍ଥାନକୁ ପଳାୟନ କରିବି, ଯେଉଁ ସ୍ଥାନରେ କି ତୁମେ ନଥିବ। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା। ହାଲେଲୁୟା। ସବୁ ଜାଗାରେ ସେ ବିଦ୍ୟମାନ ଅଟନ୍ତି। କୌଣସି ବ୍ୟକ୍ତି, କୌଣସି ଲୋକ ମଧ୍ୟ ତାଙ୍କ ଛାମୁରୁ ସେ ପଳାୟନ କରି ବଞ୍ଚିପାରେ ନାହିଁ। ବଞ୍ଚିବାର ସ୍ଥାନ, ଉଦ୍ଧାରର ସ୍ଥାନ, ରକ୍ଷା ପାଇବାର ସ୍ଥାନ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ତାଙ୍କର ଶ୍ରୀ ଛାମୁ। ସେ ଆମମାନଙ୍କୁ ସେ ସ୍ଥାନରେ ସେ ଲୁଚାଇବେ। ହାଲେଲୁୟା। ହାଲେଲୁୟା। ଗୀତ ସଂହିତା 32 7 ପଦ। ତୁମେ ମୋର ଲୁଚିବା ସ୍ଥାନ, ତୁମେ ସଂକଟରୁ ମୋତେ ରକ୍ଷା କରିବ, ତୁମେ ରକ୍ଷାର୍ଥକ ଗାୟନରେ ମୋର ଚତୁର୍ଦିଗ ବେଷ୍ଟନ କରିବ। ହାଲେଲୁୟା। ହାଲେଲୁୟା। ତୁମ୍ଭେ ମୋ ଲୁଚିବାର ସ୍ଥାନ। ଦେଖନ୍ତୁ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଆସୁଛି, ସେ ବହୁତ ବଢିଆ ପ୍ରାର୍ଥନା କରିବା ଦରକାର, ପ୍ରଭୁଙ୍କର ଆରାଧନା କରିବା ଦରକାର। ଆମେ କିଛି ନାହିଁ ବୋଲି ଆମେ ବେଳେ ବେଳେ ନିରାଶ, ଏ ସମସ୍ୟା ଅଛି ବୋଲି ନିରାଶ, ବିପଦ ଆସିଲା ବୋଲି ଆମେ ନିରାଶ, ସଂକଟ ଆସିଲା ବୋଲି ଆମେ ନିରାଶ। କିନ୍ତୁ ବାକ୍ୟ ପ୍ରକାଶ କରେ ସେ କଣ ବୋଲି করে ସେଠି କହୁଛନ୍ତି, ତାଙ୍କ ଛାମୁରେ ଯେଉଁମାନେ ଗାୟନ କରନ୍ତି, ଯେଉଁମାନେ ପ୍ରଭୁଙ୍କର ଆରାଧନା କରନ୍ତି,
प्रभुंकर उपासना करते से गायन कौन हुए बोली कर आमे देखलु से गायन तांको पाए कौन हुए ध्यान सहित ए पद को देखि छंती कि रक्षाते गायन रे मोर चतुर्दिग बेष्टन करिवो हालेलुया रक्षा करिवा पाए प्रभु उपस्थित हेबा तार चतुर्दिग रे से बेष्टन करिवे हालेलुया सेति पा हमर जीवन रे सब बेला हम प्रभु को निकट जेते बेला आसुछु हमर जीवन रे दुख था केओ शांति था अभाव था हमर परिस्थिति जहाँ भी हेउना काहे के हमें प्रभु को निकट रे हमें आराधना करबा प्रशंसा करबा हालेलुया दुख अवस्था समय रे मध्य हमें प्रभु को छाड़बा नै हालेलुया कारण वाक्य प्रकाश करे जेते बेले जने व्यक्ति तांको निकट प्रार्थना करे प्रभु ताको सब विषय रे सहाय्य करन्ते ज्ञान दियन्ते उद्धार करन्ते रक्षा करन्ते सुरक्षा दियन्ते जाकुब 1:5 रे लिखा जाय तांको छामुरे आसीबा लोक मान को प्रभु कोन दियन्ते ज्ञान मध्य प्रदान करन्ते कोन 1:5 किंतु तुम मानक मध्यरु जेबे काहारे ज्ञानर अभाव थाए तेबे जे ईश्वर दोष न धरी मुक्त हस्तरे समस्त को दान करंती ताहाको छामुरे से प्रार्थना करू सेतिरे ताहाको दिया जीवो आमेन हालेलुया ताहाको छामुरे ज्ञान अछि ईश्वर को ज्ञान उद्धार पाइबार ज्ञान ईश्वर आइबो 28 अध्याय आइबो गोटे ज्ञान विषय कहउछन्ते गोटे बुद्धिमान गोटे ज्ञानी लोकर प्रार्थना विषय से कहउछन्ते विपद समय रे आमे कोन करूछो आमे के प्रकार आमे प्रार्थना करिथाओ किंतु से कोन बोली कर लेखा जे गोटे ज्ञानी लोक केमिति प्रार्थना करिवो लुचिबा पाए उद्धार पाइबा पाए आ से प्रभु को निकट से प्रार्थना करबो ज्ञान प्रेज द लॉर्ड हालेलुया 28 पद तारो 7 पद टिके पढुतो कौन से शिकारी पक्षी से पथ जाने नहीं क्यों बा बाजो पक्षीर चक्षी ताहा देखी नहीं दर्पी पशुगण तोहिरे गतायत करि नाहांती अबा भयानक सिंह तोहि निकट देई जाए नहीं हालेलुया जो पथ गोटे ज्ञानी लोक प्रार्थना करिवो जेते बडा से प्रार्थना करिवो प्रभु ता पाए प्रार्थनार पथ प्रस्तुत करन्ते आ सेही पथ शैतान बा शत्रु से देखि पारबो नाही हालेलुया पशुगण तोहिरे गतायत करि नाहांती ओबा भयानक सिंह जे कि तुमको विदीर्ण करिवा पासिथिबो सिंह शिकार करिवा पासिथिबो परीक्षा करिवा पासिथिबो से पथ से मार्ग को से जानि पारे हालेलुया हालेलुया प्रभु को छामुरे ज्ञान अछि प्रभु को छामुरे प्रभु आमार को पथ परिष्कार करिवा पाए से कोन करिसते एक पथ से प्रदान करिसते हालेलुया आज आमे तांको छामुरे कोन करूछो आमे किछि पाइबा पाए प्रार्थना करूछो प्रेज द लॉर्ड आमे दुईटा विषय देखो प्रथम विषय तांको छामुरे आज दया अछि सत्यता अछि आउ न्याय विचार अछि धर्म अछि प्रेज द लॉर्ड आगामी समय जो समय आसीबा पाए जाउछि प्रिय मंडळे आउ जो आराधना आमे किछि पाइबा पाए जाउछो किंतु प्रभुंकर लोक माने आ जेते बेले आ राजा देखु छन्ते जे प्रभुंकर लोक माने किछि पाइबा पाए तांको छामुरे प्रार्थना करू नाहांते प्रभुंकर विचार उपस्थित हो बोली करे से माने प्रभु को निकट रे प्रार्थना करूछन्ते आराधना करूछन्ते गीत सुनता 98 4 पढ़ा समुदाय और पृथ्वी सदा प्रभु को उद्देश्य रे आनंद ध्वनि करो उच्च ध्वनि करो और आनंद गान करो प्रशंसा गान करो हालेलुया हालेलुया कोन बोले कर कहउछन्ते राजा जे समुदाय पृथ्वी हालेलुया हालेलुया एबे लोक माने प्रभु को आराधना प्रार्थना करूछन्ते समय आसुचे समुदाय पृथ्वी प्रभु को आराधना कर प्रेज द लॉर्ड कोन पाए आराधना करबो काहे कि पृथ्वी आराधना करबो तार 6 पद तुरी और भेरी नादरे राजा सदा प्रभु को सम्मुख रे आनंद ध्वनि करो
ସମୁଦ୍ର ତହିଁର ପୂର୍ଣ୍ଣତା ଜଗତ ତନ୍ନିବାସୀ ସମସ୍ତେ ଗର୍ଜନ କରନ୍ତୁ। ନଦୀ ଗଣ କରତାଳି ଦିଅନ୍ତୁ, ପର୍ବତ ଗଣ ଏକ ସଙ୍ଗେ ଆନନ୍ଦ ଗାନ କରନ୍ତୁ। ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀ ବର୍ଗରେ ବିଚାର କରିବେ। ଆମେନ୍। ହାଲେଲୁୟା। ତାଙ୍କ ସମ୍ମୁଖରେ ବିଚାର ମଧ୍ୟ ଅଛି। ପ୍ରେଜ୍ ଦ ଲର୍ଡ। ତାଙ୍କ ସମ୍ମୁଖରେ ତାଙ୍କର ଛାମୁରେ ବିଚାର ଅଛି। ଏବେ ଆମେ ତାଙ୍କ ଛାମୁରେ କିଛି ପାଇବା ପାଇଁ ଯାଉଛୁ, କିଛି ମାଗୁଛୁ, କିଛି ପାଇବା ପାଇଁ ଆମେ ଆସୁଛୁ, କିଛି ପାଇବା ପାଇଁ ଆମେ ପ୍ରାର୍ଥନା କରୁଛୁ। କିନ୍ତୁ ସମୟ ଆସୁଛି, କେତେଟା ବିଷୟ ଆମେ ଦେଖିଲୁ, କାହାକୁ କାହାକୁ ପ୍ରାର୍ଥନା କରିବା ପାଇଁ, ପ୍ରଭୁଙ୍କର ଆରାଧନା କରିବା ପାଇଁ, ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ଆଉ କୁହାଯାଉଛି କଣ ଧରିବେ ଆଉ କି ପ୍ରକାର ଭାବେ ପ୍ରାର୍ଥନା କରିବେ। ପୃଥିବୀକୁ ମଧ୍ୟ ଆଦେଶ ଦିଆଗଲା, ସମୁଦାୟ ପୃଥିବୀ ସଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ହାଲେଲୁୟା। ଉଚ୍ଚ ଧ୍ୱନି କର, ଆନନ୍ଦ ଗାନ କର, ପ୍ରଶଂସା ଗାନ କର। 4 ପଦ 5 ପଦରେ କୋଣ ସହିତ ତମେ ଆନନ୍ଦ କରିବ? ବୀଣା ଯନ୍ତ୍ରରେ। ପଢନ୍ତୁ 5 ପଦ। ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। ହାଲେଲୁୟା। ବୀଣା ଯନ୍ତ୍ରରେ ଏକତାର ସ୍ୱର ସହିତ ପ୍ରଭୁଙ୍କର ସମ୍ମୁଖରେ ଆନନ୍ଦ କର। ଆଉ ଏହା କିଛି ପାଇବାର ସମୟ ନାହିଁ, ସେ ସମୟ ସଦାପ୍ରଭୁଙ୍କର ବିଚାର ସମୟ। ହାଲେଲୁୟା। ହାଲେଲୁୟା। ପ୍ରଭୁଙ୍କର ବିଚାର ସମୟ ପୂର୍ବରୁ ଆଦେଶ କରାଯାଉଛି ପୃଥିବୀ ଆନନ୍ଦ ଧ୍ୱନି କରିବ। ନମ୍ବର 6 ପଦ। 7 ପଦରେ ଆମେ ଦେଖୁଛୁ ରାଜା ମାନେ ସମୁଦ୍ର ଓ ତହିଁର ପୂର୍ଣ୍ଣତା। 6 ପଦ। ତୁରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି। ଆଉ କେଉଁମାନଙ୍କୁ ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ କୁହାଯାଉଛି? 7 ପଦରେ ସମୁଦ୍ର ତହିଁର ପୂର୍ଣ୍ଣତା ଜଗତ ତନ୍ନିବାସୀ ସମସ୍ତେ ଗର୍ଜନ କରନ୍ତୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କେବଳ ଅଳ୍ପ ସାଉଣ୍ଡ ନୁହେଁ, ଗର୍ଜନ ତର୍ଜନ କରି ପ୍ରଭୁଙ୍କର ପ୍ରଶଂସା କରିବାର ଅଛି। ହାଲେଲୁୟା। କେଉଁ ସମୟରେ ଆମେ ଅଛୁ? ପ୍ରଭୁଙ୍କର ଆଗାମୀ ବିଚାର ସମୟ ହେବା ପାଇଁ ଯାଉଛି। ସଦାପ୍ରଭୁଙ୍କ ଛାମୁରେ ଆପଣମାନଙ୍କର ମୋର କେବଳ ମାଗିବାର ସମୟ ଆଗ ଉପସ୍ଥିତ ହେବ ତାହା ନୁହେଁ ପ୍ରିୟ ମଣ୍ଡଳୀ। ଆମେ ବିଚାର ଛାମୁରେ, ପ୍ରଭୁଙ୍କର ଛାମୁରେ ମଧ୍ୟ ବିଚାର ସମୟରେ ଆମେ ଅଛୁ। ସେଥିପାଇଁ ଆଦେଶ ଦିଆଯାଉଛି ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା ପାଇଁ ପୃଥିବୀକୁ, ସମୁଦ୍ରକୁ, ଆଉ ପୃଥିବୀର ପୂର୍ଣ୍ଣତା ତାର ଲୋକମାନଙ୍କୁ, ନଦ ନଦୀ ଗଣକୁ। 8 ପଦ। ପର୍ବତ ଗଣ ସବୁ ଏକ ସଙ୍ଗେ ଆନନ୍ଦ ଗାନ କରନ୍ତୁ। 9 ପଦ। ସଦାପ୍ରଭୁଙ୍କ ସମ୍ମୁଖରେ ସବୁ ମିଶି ଗାନ କର, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। ହାଲେଲୁୟା। ବିଚାର ପୂର୍ବରୁ ଆପଣମାନଙ୍କର ଜୀବନରେ, ମୋର ଜୀବନରେ ପ୍ରଭୁ କିଛି ବିଷୟ ସେ ଦେଖିବା ପାଇଁ ଚାହାନ୍ତି। ହାଲେଲୁୟା। ତାଙ୍କ ଛାମୁରେ ବିଚାର ହେବ। ହାଲେଲୁୟା। କେତେଟା ବିଷୟ ଆମେ ଦେଖିଲୁ? 3ଟା ବିଷୟ। କଣ କଣ ଆମେ ଦେଖିଲୁ? ପ୍ରଥମ ବିଷୟ, ସଦାପ୍ରଭୁଙ୍କ ଛାମୁରେ ଦୟା ଅଛି। ପ୍ରେଜ୍ ଦ ଲର୍ଡ। ଆଉ ସେ ଦୟା ଆଜି ଆପଣମାନଙ୍କର ମତେ ମନ ପରିବର୍ତ୍ତନ କରିବା ପାଇଁ ପ୍ରଭୁ ସୁଯୋଗ ଦେଉଛନ୍ତି, ଫେରବା ପାଇଁ ସୁଯୋଗ ଦେଉଛନ୍ତି। ଆମେ ତାଙ୍କ ଛାମୁରୁ, ତାଙ୍କ ଛାମୁରୁ ଆମେ ପଳାୟନ କରିବା ନାହିଁ। ପ୍ରେଜ୍ ଦ ଲର୍ଡ। ହୁଏତ ଆଜି ଆପଣମାନେ ପ୍ରଭୁଙ୍କୁ ଆଉ ଜାଣିଛନ୍ତି କି ନାହିଁ, କିନ୍ତୁ ଆମେ ଯଦି ଜାଣିଛୁ, କାହିଁକି ପ୍ରଭୁଙ୍କ ଛାମୁରେ ଯେତେବେଳେ ପଳାୟନ କରିବେ, ପ୍ରଭୁ ଏକ ତୁଫାନ ଉଠାଇବେ ମନ ପରିବର୍ତ୍ତନ କରିବା ପାଇଁ। ହାଲେଲୁୟା। ଜୁନସ୍ ଯେତେବେଳେ ପ୍ରଭୁଙ୍କ ସମ୍ମୁଖରୁ ଆଉ ସେ ପଳାୟନ କରୁଥିଲା, ତାର 1 ପର୍ବରେ ଯଦି ଦେଖିବେ, ଜୁନସ୍ ତାର 1 ପର୍ବ 9 ପଦ ଆଉ 10 ପଦ, ସେ ଭଲ ଭାବେ ପ୍ରଭୁଙ୍କୁ ଜାଣିଥିଲେ। ପ୍ରେଜ୍ ଦ ଲର୍ଡ। ତାଙ୍କ ଛାମୁରେ, ତାଙ୍କ ଜୀବନରେ ପ୍ରଭୁଙ୍କର ନିକଟରେ ଦୟା ଅଛି ଜାଣିଛନ୍ତି, କିନ୍ତୁ ସେ ପଳାୟନ କରୁଛନ୍ତି। ପଢନ୍ତୁ। ତହିଁରେ ସେ ସେମାନଙ୍କୁ କହିଲେ, ମୁଁ ଜଣେ ଏବ୍ରିୟ, ପୁଣି ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ। ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, ତୁମେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।
हालेलुया हालेलुया जुनो सदा प्रभु को छामुर पढ़ाइबा समय रे प्रभु कौन कले समुद्र रे तूफान उठाइले तार रास्ता क्लियर नाही हालेलुया तार पथ परिष्कार नाही जो माने प्रभु को पथर प्रभु को छामुर पलायन करते तांको जीवन रे पथ केबे मध्ये परिष्कार होई नाही हालेलुया संकट समस्या अभाव तूफान सम्मुखीन हेबे इठी हमें देखुछु से जते बेले पलायन करूछन्ते आ पलायन करिबा बेले जो माने कि अलगा अलगा जातिर लोक थिले अलगा देवतार उपासक थिले तार किछि पूर्वरो जते बेले समुद्र रे तूफान उठला से माने निज निज देवता मानको प्रार्थना करिसन्ते तार चारि पद आ पांच पद मात्र सदा प्रभु समुद्र को प्रचंड वायु प्रेरण कले तहिरे समुद्र रे एपरी प्रबल तूफान हैला जे जहाज भांगी जीवा परी हैला सेते बेले नाविक माने भीत होई प्रत्येक लोक अपना अपना देवता निकट रे प्रार्थना कले पुणे से माने जहाज को हालुका करिबा पई तन मध्यस्थ द्रव्यादि समुद्र रे पकाई देले हां हालेलुया देखो तो से माने एबे जानले जेते बेले जुनस जोनाइले सदा प्रभु को छामुर से पळाय छु से पळायन करिबा समय रे से कहउछन्ते जे सदा प्रभु किपरे एक भयंकर परमेश्वर अटते सेते बेले से म जानले किंतु तार पूर्वरो तांको सम्मुख रे जो तूफान आसला से माने जानि नाहंती सदा प्रभु के प्रकार व्यक्ति हालेलुया से जानि नाहंती सेति पाए से माने कोन कले जेते बेले समुद्र रे एक प्रचंड वायु उपस्थित हैला आ से प्रचंड वायु उपस्थित हैला बेले माने कोन करूछन्ते सदा प्रभु को डाकी नाहंती नाविक माने का को डाकुछन्ते निजर निजर देवता मान को प्रार्थना करूछन्ते प्रेज द लॉर्ड सदा प्रभु को छडा अन्य कोनोसी देवता उद्धार करि पारबो नै मने रखंतो हालेलुया ताको छामुर दूरवर्ती होए अन्य व्यक्ति पाखरे जिवे अन्य व्यक्ति पाखरे निजर समस्या जणाइबे कि प्रार्थना करिवे आ कोन से विषय से देवता छामुरे हेबो नाय प्रेज द लॉर्ड कि आसले कि एमने प्रार्थना कले मानो तो मनासी करी प्रार्थना कले हालेलुया कोन से व्यक्ति आसिना मात्र जेते बडा जुलस कहउछन्ती न पदरे कोन बोली करे जुनस कहिले तहिरे से सेमानु को कहिले हां मु जणे एब्रिय पुणी जे समुद्र और शुष्क भूमिर सृष्टि करियछन्ति सेई स्वर्गस्थ परमेश्वर सदा प्रभु को मु भय करे हालेलुया हालेलुया जुनस जाने छन्ते प्रभु ए पृथ्वीर सृष्टि करता अटन्ते प्रेज द लॉर्ड से कहउछन्ते जे समुद्र और शुष्क भूमिर सृष्टि करियछन्ते से स्वर्गस्थ परमेश्वर सदा प्रभु को मु भय करे हालेलुया भय करछे किंतु ताको छामुर पलायन करछे कोन पाए अनाज्ञा परे हालेलुया ए प्रकार जीवन और जीवन न हे प्रेज द लॉर्ड काहे कि से समय आसुचे ताको छामुरे आमे विचार रे आमे उपस्थित हेबा पय जाउछु हालेलुया आमे कि प्रकार उपासना कलो केते प्रार्थना कलो कोन पाइलो कोन नाय सेदिन अमार को जीवन रे आलोचना करा जीवन किंतु आमे केते भय कलो केते आज्ञा करिलो प्रभु को निकट रे प्रभु से विषय चाहिबा पाए चौके छने प्रेज द लॉर्ड एथि पाए पलायन करूछन्ते आउ से कहिले जेते बेले तूफान असला से निजे कहउछन्ते आउ मु प्रभु को भय करूथिले मात्र एबे तांको छामुर कारण आउ से जणाई थिबर नाविक माने जानले आउ से सदा प्रभु को छामुर पलायन करूथिले हालेलुया किंतु जेते बेले से फेरुछन्ते तूफान शांति हैला प्रेज द लॉर्ड हालेलुया हालेलुया ताको समुद्र गर्भरे पकाइले तूफान शांति हैला प्रेमडले प्रभु को सम्मुखर तार अर्थ गोटे विषय थी मी काली आलोचना करूथिले आ मते एंती लागुथिला जे गोटे गोटे लोक जबरदस्ती निजको किछि न पाइले समस्या उद्धार न पाइले आत्महत्या करबा पाइ चाहे हालेलुया एंती अछन्ते जदि जीवन लाभ न हेले समस्या रास्ता न बाहरले आत्महत्या करबा पाइ चाहे हेले प्रभु को छामुरे से पळाउछे आ से कोन बोली कर कहला जानि छन्ते मोर प्रभु को छामुरे मो पळाउछे तार नारे गोली मध्य बांट कले तार नारे फुटला तापर से निजे कहउछे हो मोर पाइ ए सब हेउथिबो अरे मोर पाइ मध्य हेला एबे तमे मते धरि कर पकाई दियो 12 पद तहिरे से सेमानु को कहिले मते धरी समुद्र रे पकाई दियो तहिरे समुद्र तुम मानको प्रति सुस्थिर हेबो
କାରଣ ମୋ ସକାଶୁ ତୁମମାନଙ୍କ ନିକଟରେ ଏହି ମହା ତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ। ହାଲେଲୁୟା। ହାଲେଲୁୟା। କାହା ପାଇଁ ସମସ୍ୟା ଘଟିଛି? ନିଜେ କହୁଛନ୍ତି ମୋର ପାଇଁ। ହାଲେଲୁୟା। ତାର ଅର୍ଥ ମୋ ଜଳରେ ପକାଅ ମୁଁ ବଞ୍ଚିବି କି ମରିବି କି ମୁଁ ଛାଡ଼ି ନାହିଁ। ଏଟା ଆମ ସମସ୍ୟା ସମାଧାନର ପଥ ନୁହେଁ। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଜଳରେ ପକାଗଲା ଲେଖା ଅଛି ଆଉ ପ୍ରଭୁ ଗୋଟେ ମତ୍ସ୍ୟକୁ ତିଆରି କଲେ ଆଉ ତାକୁ ଯେତେବେଳେ ମତ୍ସ୍ୟ ଆପଣା ଉଦର ମଧ୍ୟରେ ରଖିଲା ତାକୁ ଗିଳିଲା ପରେ ଆଉ ମୂର୍ଚ୍ଛିତ ହେଇଗଲା। ମୂର୍ଚ୍ଛିତ ହେଲା ପରେ ଯେତେବେଳେ ତାକୁ ଚେତା ଆସୁଛି ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ବିପଦଗାମୀ ହେବା ଆମର ପଥ ଆମର ପାଇଁ ପରିଷ୍କାର ପଥ ନୁହେଁ। କିଛି କିଛି ସମସ୍ୟା ଅଛି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଛାମୁରେ ଆମେ ପଳାୟନ କରିବା ନାହିଁ। ପ୍ରଭୁଙ୍କ ଛାମୁରେ ଆମେ ଫେରି ଆସିବା। ପ୍ରେଜ୍ ଦ ଲର୍ଡ। ଯେତେବେଳେ ସେ ଫେରିଲେ ତାର ଜୀବନରେ ଆମେ କାର୍ଯ୍ୟକୁ ଦେଖୁଛୁ। ଏଣୁକରି ପ୍ରିୟ ମଣ୍ଡଳୀ ଆଗାମୀ ସମୟ ପ୍ରଭୁଙ୍କର ନିକଟରେ ଏକ ବିଚାର ସମୟ। ପ୍ରଭୁ ଯେତେବେଳେ ଆଉ ଶିଷ୍ୟମାନଙ୍କ ନିକଟରେ ଗୋଟେ ଗୁପ୍ତ ବିଷୟକୁ ପ୍ରକାଶ କଲେ ମାଥ୍ୟୁ ତାର 25 ମାଥ୍ୟୁ ଲିଖିତ ସୁସମାଚାର 25 31 ଆଉ 32 ମନୁଷ୍ୟ ପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆଗମନ କରିବେ ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ। ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ। ଆଉ ମେଷ ପାଳକ ଯେପରି ଛାଗ ଠାରୁ ମେଷ ପୃଥକ କରେ ସେହିପରି ସେ ସେମାନଙ୍କୁ ପରସ୍ପର ଠାରୁ ପୃଥକ କରି ହାଲେଲୁୟା। କଣ କରିବେ? ପ୍ରଭୁ ଏ ଗୁପ୍ତ ଅନ୍ତିମ ବିଚାର ବିଷୟରେ ଶିଷ୍ୟମାନଙ୍କୁ ସେ ଜଣାଉଛନ୍ତି। ପ୍ରେଜ୍ ଦ ଲର୍ଡ। କଣ ବୋଲି ଜଣାଉଛନ୍ତି? ମନୁଷ୍ୟ ପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ଆଉ ପ୍ରଭୁଙ୍କ ନିକଟରେ ଆଉ ଆଗମନ କରିବେ ସେ ସମୟରେ ସମସ୍ତେ କଣ ବୋଲି ଲେଖା ଅଛି? ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ। ହାଲେଲୁୟା। ଆଜି ଆମେ ତାଙ୍କ ଛାମୁରେ ଏକତ୍ର ହେଉଛୁ କିଛି ବିଷୟ ପାଇବା ପାଇଁ। କିନ୍ତୁ ଆଗାମୀ ସମୟ ତାଙ୍କ ଛାମୁରେ ଆମେ ଏ ଜଗତର ସମସ୍ତ ଜାତି ଏକତ୍ର ହେବେ କଣ ପାଇଁ? ବିଚାର ପାଇଁ। ହାଲେଲୁୟା। ପୃଥକ ହେବା ପାଇଁ, ଅଲଗା ହେବା ପାଇଁ ପାପୀ ମାନଙ୍କ ଠାରୁ। ଏଠି ଦୁଇ ଜଣଙ୍କର ବିଷୟରେ ଲେଖାଯାଏ ମେଷ ଆଉ ଛାଗ ବା ଧାର୍ମିକ ଆଉ ପାପୀ ମାନେ। ଆଜି ଆମେ ମିଶି କରୁଅଛୁ। ପ୍ରେଜ୍ ଦ ଲର୍ଡ। କିଏ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ଚିହ୍ନି ପାରୁନାହାନ୍ତି। ହାଲେଲୁୟା। କିନ୍ତୁ ପ୍ରକୃତ ଭାବେ ପ୍ରଭୁ ତାଙ୍କର ଲୋକମାନଙ୍କୁ ଚିହ୍ନନ୍ତି ଆଉ ଜାଣନ୍ତି। ହାଲେଲୁୟା। କିନ୍ତୁ ସେଇଦିନ ସମସ୍ତଙ୍କୁ ତାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର ହେବ। କେବଳ ଗୋଟିଏ ଜାତି ନୁହେଁ କି ଗୋଟିଏ ଭାଷାବାଦୀ ନୁହେଁ। ସର୍ବଗୋଷ୍ଠୀ ସର୍ବଜାତି ସର୍ବଭାଷାବାଦୀ ପ୍ରଭୁଙ୍କ ଛାମୁରେ ଏକତ୍ର ହେବେ। ହାଲେଲୁୟା। ବିଚାର ସମୟକୁ ଦାନିଏଲ ଦେଖି ସାରିଛନ୍ତି। ଦାନିଏଲ ତାର 7-9 ପଦ ରୁ 14 ପଦ ଆମେ ଦେଖିବା। ଦାନିଏଲ 7 ପୁଣି ସମୁଦାୟ ଗୋଷ୍ଠୀ ଦେଶବାସୀ ଓ ଭାଷାବାଦୀ ମାନେ ଯେପରି ତାହାଙ୍କର ସେବା କରିବେ ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ ମହିମା ରାଜ୍ୟ ଦତ୍ତ ହେଲା। ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ ତାହା ଲୁପ୍ତ ହେବ ନାହିଁ ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ। ମୁଁ ଦାନିଏଲ ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ୱିତ ହେଲା ଓ ମୋର ମାନସିକ ଦର୍ଶନ ମତେ ଉଦ୍ବିଗ୍ନ କଲା। ତାହାଙ୍କ ସମ୍ମୁଖର ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା। ସହସ୍ର ସହସ୍ର ତାହାଙ୍କର ପରିଚର୍ଯ୍ୟା କଲେ ଓ ଅୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ। ବିଚାର ସଭା ବସିଲା ଓ ପୁସ୍ତକ ମାନ ଫିଟା ଗଲା। ହାଲେଲୁୟା। କଣ ହେଲା ତାଙ୍କ ଛାମୁରେ? ଏ ଯେତେ ଲୋକ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି ସେ ଦେଖୁଛନ୍ତି। ଦାନିଏଲ ଦେଖୁଛନ୍ତି। ଦେଖିଲେ କଣ ଦେଖିଲେ? ମୁଁ ଦେଖୁ କେତେ ଗୋଟେ ସିଂହାସନ ସ୍ଥାପିତ ହେଲା। ସିଂହାସନ ସ୍ଥାପିତ ହେଲା। ଅନେକ କାଳର ବୃଦ୍ଧ ଉପସ୍ଥିତ ହେଲେ ଆଉ ସେ ଅନେକ କାଳର ବୃଦ୍ଧ ବିଚାର ପାଇଁ ଉପସ୍ଥିତ ହେଲେ। ହାଲେଲୁୟା। ତାର 22 ପଦ ସେଜର ସେ ଅନେକ କାଳର ବୃଦ୍ଧ ଆସିଲେ ଓ ସର୍ବପରିସ୍ତଙ୍କ ପବିତ୍ର ଗଣକୁ ବିଚାର
ଭାରଦତ୍ତ ହେଲା ଓ ପବିତ୍ର ଗଣକ ରାଜ୍ୟ ଭୋଗ କରିବାର ସମୟ ଉପସ୍ଥିତ ହେଲା। ହାଲେଲୁୟା। ରାଜ୍ୟ ଭୋଗ କରିବାର ଏକ ସମୟ ଅଛି ପ୍ରଭୁଙ୍କର ସାମରେ। ବିଚାରର ଏକ ସମୟ ଅଛି। ହାଲେଲୁୟା। ଆଉ ସେ ସମୟରେ ସେ ଦେଖୁଛନ୍ତି କଣ ବୋଲି କରି ଦେଖୁଛନ୍ତି ନା ତାଙ୍କ ସମ୍ମୁଖରେ ଏକ ଅଗ୍ନି ନିର୍ଗତ ହେଉଛି ଆଉ ତାଙ୍କ ସମ୍ମୁଖରେ ଲୋକମାନେ ସହସ୍ର ସହସ୍ର ଲୋକ ଆସିକରି ପରିଚର୍ଯା କରୁଛନ୍ତି, ପ୍ରଭୁଙ୍କର ସେବା କରୁଛନ୍ତି। ପରିଚର୍ଯାର ଅର୍ଥ ହେଲା ସେବା। ପ୍ରଭୁଙ୍କର ସେବା କରୁଛନ୍ତି ଆଉ ଅୟୁତ ଲୋକ ତାଙ୍କ ସମ୍ମୁଖରେ ଉଭା ହେଲେ, ଠିଆ ହେଲେ, ବିଚାର ସଭା ବସିଲା, ପୁସ୍ତକ ମାନ ଫିଟା ଗଲା। ହାଲେଲୁୟା। ଅନେକ ପୁସ୍ତକ ଅଛି, ପୁସ୍ତକ ମାନ ଫିଟା ଗଲା। ଆଉ ସେ ସମୟରେ ସେ ଆଉ କଣ ଦେଖୁଛନ୍ତି, ତାର 13 ପଦ। ମୁଁ ରାତ୍ରି କାଳର ଦର୍ଶନରେ ଦେଖିଲି, ଆଉ ଦେଖ ମନୁଷ୍ୟ ପୁତ୍ର ନ୍ୟାୟକ ପୁରୁଷ ଆକାଶର ମେଘରେ ଆସିଲେ ଓ ସେ ଅନେକ କାଳର ସେ ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। ହାଲେଲୁୟା। ବୁଝିଲେ କି ବାକ୍ୟ? ଯେତେବେଳେ ବିଚାର ସଭା ବସିଲା, ଅନେକ କାଳର ବୃଦ୍ଧ ପରେ ଆଉ ସେ ସିଂହାସନରେ ବସିଛନ୍ତି ଆଉ ତାଙ୍କର ସମ୍ମୁଖରେ ବିଚାର ସଭା ବସିଲା ପରେ ପୁସ୍ତକ ମାନ ଫିଟା ଗଲା। ଆଉ ସେ ସମୟରେ ଆଉ ଥରେ ସେ ଦେଖୁଛନ୍ତି ଆଉ ଏକ ପୁରୁଷ, ଆଉ ସେ ପୁରୁଷ କେମିତି ଦେଖା ଯାଉଛନ୍ତି, ଆଉ ଦେଖ ମନୁଷ୍ୟ ପୁତ୍ର ନ୍ୟାଯ୍ୟ ଏକ ପୁରୁଷ। ମନୁଷ୍ୟ ପୁତ୍ର ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ଆଉ ସେ କଣ କରିବା ପାଇଁ କୋଉଠି ଆସୁଛନ୍ତି? ଆକାଶର ମେଘରେ ଆସିଲେ। ପ୍ରଭୁଙ୍କର ଲୋକମାନଙ୍କୁ ଗୁପ୍ତ ଭାବରେ ରେପ୍ଚର କରି ନେବା ପାଇଁ ମଧ୍ୟ ଆକାଶରେ। ହାଲେଲୁୟା। ଆଉ ସେ ମେଘରେ ଆସିଲେ ଅନେକ କାଳର ସେ ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ। ତାହାଙ୍କ ଛାମୁକୁ ତାହାକୁ ଆଣିଲେ। କାହାକୁ ଆଣିଲେ? ସମସ୍ତେ એકત્ર ଥିବେ, ପିତା ଥିବେ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ, ତାପରେ ସମସ୍ତ ଜାତି ଏକତ୍ର ହେବେ, ଯାହା ଆମେ ପଢିଲୁ ମାଥ୍ୟୁ 25:31 ରେ। ଲୋକମାନେ ଏବେ ଏକତ୍ର କରାଯିବେ, ପ୍ରଭୁଙ୍କର ଲୋକମାନେ ଏକତ୍ର କରାଯିବେ। 2 Corinthians 5:10 ରେ ପାଉଲ ପ୍ରକାଶ କରୁଛନ୍ତି। 2 Corinthians 5:10 ପଦ। କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ହାଲେଲୁୟା। ପ୍ରଭୁ ତାହାଙ୍କ ଛାମୁରେ ତାଙ୍କ ଲୋକମାନଙ୍କୁ ଡାକିବେ। ତାପରେ ଦ୍ୱିତୀୟ ବିଷୟ ଆମେ ଦେଖୁଥିଲୁ, ତାପରେ ସଦାପ୍ରଭୁ ନିଜେ ମଧ୍ୟ ତାଙ୍କ ସମ୍ମୁଖରେ ବିଚାର ସଭା ତାଙ୍କ ଲୋକମାନଙ୍କୁ ପ୍ରଭୁଙ୍କୁ ଏକତ୍ର କଲା ପରେ, ତାଙ୍କର ଲୋକମାନଙ୍କୁ ଏକତ୍ର କଲା ପରେ ଏବେ କଣ କରିବେ? ଖ୍ରୀଷ୍ଟଙ୍କର ବିଚାରାସନ ସମ୍ମୁଖରେ ସେ ଉଭା ହେବେ। ପ୍ରତ୍ୟେକ ଲୋକକୁ କଣ କରିବା ପାଇଁ? ନିଜର କର୍ମର ଫଳ ପାଇବା ନିମନ୍ତେ। କାରଣ ଭଲ ହେଉ, ଯଦି ଭଲ କର୍ମ କରିଛନ୍ତି ଆପଣ ମାନେ ଭଲ ଫଳ ପାଇବେ, ଯଦି ମନ୍ଦ କର୍ମ କରିଛନ୍ତି ମନ୍ଦ ଫଳ ପାଇବେ। ତେବେ ଭଲ ହେଉ କି ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣ ଶରୀର ଦ୍ୱାରା କୃତ, ହାଲେଲୁୟା, ନିଜର ଶରୀର ଦ୍ୱାରା କାର୍ଯ୍ୟ କରିଥିବା ଫଳ ସେଦିନ ଦେଖାଯିବ। ଆଜି ଦେଖାଯାଉନି ଶରୀରର କାର୍ଯ୍ୟର ଫଳ। କିଏ କେତେ ବିଜନେସ କଲା, କେତେ କରୋଡ଼ର ଇନକମ୍ କଲା, କୋଉ ଘର, କୋଉ ଗାଡ଼ି, କୋଉ ଜମି, କୋଉ ବଙ୍ଗଲା, କେତେ ତୁଳା ସୁନା ଅଛି, ଏଟା ଶରୀରର ଦୈନନ୍ଦିନର କାର୍ଯ୍ୟର ପରିଶ୍ରମର ଏହି ବିଷୟ, ଶାରୀରିକ ବିଷୟ ଏଠି ଦେଖାଉଛି। କିନ୍ତୁ ପାପ ଅନାଜ୍ଞାକାରୀ ଏ ଯୋଉ ବିଷୟ ଅଛି ସେଦିନ ପ୍ରଭୁଙ୍କ ଛାମୁରେ ଅଛି। ଗୀତ ସଂହିତା 92:8 ସେଥିପାଇଁ ଦାଉଦ କହିଲେ, ମୋର ଗୁପ୍ତ ପାପ, ମୋ ସବୁ ବିଷୟ ତୁମ ସମ୍ମୁଖରେ ରଖିଛ ବୋଲି। ହାଲେଲୁୟା। ମାତ୍ର ହେ ସଦାପ୍ରଭୁ, ତୁମେ ଅନନ୍ତ କାଳ ଊର୍ଦ୍ଧ୍ୱବାସୀ। 98 ତୁମେ ଆମମାନଙ୍କ ଅପରାଧ ଆପଣା ସମ୍ମୁଖରେ, ଆମମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ। ହାଲେଲୁୟା। ପ୍ରଭୁ ଗୋଟେ ସମୟ ରଖିଛନ୍ତି, ଏକ ସମୟ ରଖିଛନ୍ତି। ଆଉ ସେ ସମୟ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଜ୍ୟୋତି ମାନେ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ।
ତାଙ୍କ ସମ୍ମୁଖରେ ଏକ ବିଚାର ସମୟ ଆସିବା ପାଇଁ ଯାଉଛି। ହାଲେଲୁୟା। ସେଥିପାଇଁ ପ୍ରିୟ ମଣ୍ଡଳୀ ସେ ସମୟ ଆସିବା ପୂର୍ବରୁ ଆମ୍ଭେମାନେ ଆଜି ଆପଣା ଆପଣା କର୍ମ ବିଷୟରେ ଆମେ ନିଶ୍ଚିତ ଭାବେ ଆମେ ଜାଣିବା ଆମେ କେଉଁ କର୍ମ କରୁଛୁ। Praise the Lord. ଯଦି ଆମେ ଫେରିଛୁ ପୁନର୍ବାର ପ୍ରଭୁ ଆମମାନଙ୍କୁ ମନ ପରିବର୍ତ୍ତନର ବର ଦେଇ ଆଉ ସେ ଆମମାନଙ୍କୁ ଉତ୍ତମ ଫଳ ଦେବେ। ହାଲେଲୁୟା। ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ ଆଉ ସେ ଫଳ ମଧ୍ୟ ପ୍ରାପ୍ତ ହେବାକୁ ପଡିବ। ହାଲେଲୁୟା। ଆଜି ଲୋକ ଡରୁନାହାନ୍ତି ପାପ କରିବା ପାଇଁ କାହିଁକି ଆଜି ପ୍ରଭୁ କେମିତି ଅଛନ୍ତି ଦେଖାଯାଉ ନାହାନ୍ତି। Praise the Lord. ସତରେ ଗୋଟେ ଲୋକ ଯଦି ରହିଥାନ୍ତେ ଆଉ ସମ୍ମୁଖରେ ଯଦି ସବୁଦିନ ପ୍ରଭୁ ଠିଆ ହେଉଥାନ୍ତେ ସେ ପାପ କରିବା ପାଇଁ ଡରୁଥାନ୍ତେ କିନ୍ତୁ ପ୍ରଭୁ ଅଛନ୍ତି ଆତ୍ମାରେ ସେ ଅଛନ୍ତି ସେଦିନ କିନ୍ତୁ ସମ୍ମୁଖ ହେବେ ଫେସ୍ ଟୁ ଫେସ୍। ହାଲେଲୁୟା। ଆଜି ଦେଖା ଦେଖି ହେବା ବୋଲିବୁ କି ନା ଫେସ୍ ଟୁ ଫେସ୍। ପ୍ରେଜ୍ ଦ ଲର୍ଡ। ଝିଝିକଲ 20:35 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ପ୍ରାନ୍ତରକୁ ଆଣି ସମ୍ମୁଖାସମ୍ମୁଖୀ ହେଇ ତୁମ୍ଭମାନଙ୍କ ସହିତ ବିଚାର କରିବା। ଆମେନ୍। କେମିତି ବିଚାର କରିବେ ପ୍ରଭୁ ତମର ପଛପଟେ ନୁହେଁ। ହାଲେଲୁୟା 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 ହାଲେଲୁୟା। ସବୁ ଲୋକକୁ ଗୋଟେ ଜାଗାରେ ଏକତ୍ର କରି ସମ୍ମୁଖାସମ୍ମୁଖୀ ଫେସ୍ ଟୁ ଫେସ୍। ହାଲେଲୁୟା ହାଲେଲୁୟା। ସେଦିନ ପଳାୟନ କରିପାରନ୍ତି। ହାଲେଲୁୟା ହାଲେଲୁୟା। ଝିଝିକଲ ଜଣାଉଛନ୍ତି ଆଉ ପ୍ରଭୁଙ୍କର ଆତ୍ମା ଝିଝିକଲଙ୍କ ମୁଖ ଦ୍ୱାରା ଜଣାଉଛନ୍ତି ପୁଣି ଆମ୍ଭେ ତୁମମାନଙ୍କୁ ଗୋଷ୍ଠୀ ସମୂହର ପ୍ରାନ୍ତରରୁ ଆଣେ ତମେ ଯେତେ ଦୂର ପଳାୟନ କଲେ ମଧ୍ୟ ତମେ ଯାଇପାରିବ ନାହିଁ। ପ୍ରାନ୍ତରରେ ଗଲେ ମଧ୍ୟ ତମେ ଲୁଚି ପାରିବ ନାହିଁ। ସେ ପ୍ରାନ୍ତରରୁ ଆଣି ସମ୍ମୁଖ ହୋଇ ତୁମମାନଙ୍କ ସହିତ ବିଚାର କରିବା। ହାଲେଲୁୟା ହାଲେଲୁୟା। ଆଜି ଲୋକ ଡରୁ ନାହିଁ କାହିଁକି ପ୍ରଭୁ ସମ୍ମୁଖରେ ନାହିଁ ମୋର ବାପା ନାହିଁ ମା ନାହିଁ ପୁଅ ଝିଅ ସବୁ ଏନ୍ଜୟ ପାପକୁ ଏନ୍ଜୟ କରୁଛନ୍ତି। Praise the Lord. ଏ ଜଗତର ପାପକୁ ଏନ୍ଜୟ କରୁଛନ୍ତି କିନ୍ତୁ ଗୋଟେ ଦିନ ଅଛି ଆମେ ପ୍ରଭୁଙ୍କର ସମ୍ମୁଖରେ ଆମେ ଉଭା ହେବା ପାଇଁ ଯାଉଛୁ। ହାଲେଲୁୟା। ଲେଖାଯାଏ ସମ୍ମୁଖେ ହେବା ପାଇଁ ପ୍ରଭୁ କଣ କରିବେ ଆଉ ବିଚାର କରିବେ। ତା 36 ପଦ ପଢ। ପ୍ରଭୁ ସଦାପ୍ରଭୁ କହନ୍ତି ଆମ୍ଭେ ମିଶ୍ର ଦେଶର ପ୍ରାନ୍ତରରେ ଯେପରି ତୁମ୍ଭମାନଙ୍କ ପିତୃପୁରୁଷ ଗଣର ସହିତ ବିଚାର କରିଥିଲୁ ସେପରି ତୁମ୍ଭମାନଙ୍କ ସହିତ ବିଚାର କରିବା। ହାଲେଲୁୟା ଯେଉଁ ପିତୃପୁରୁଷ ଗଣକୁ ଇସ୍ରାଏଲ ମାନଙ୍କର ଲୋକମାନଙ୍କୁ ମିଶ୍ରରୁ ମୁକ୍ତ କରି ଆଣିଲେ ସେମାନଙ୍କୁ ମନ୍ନା ଦେଲେ ସେମାନଙ୍କୁ ଜଳ ଦେଲେ ଆଉ ସେମାନଙ୍କର ସହବର୍ତ୍ତୀ ହେଲେ ସେ ସମୟରେ ସେ ଯେଉଁମାନେ ଅନାଜ୍ଞାକାରୀ ହେଲେ ସେମାନଙ୍କୁ ଛାଡ଼ି ନାହାନ୍ତି। ପ୍ରାନ୍ତରରେ ସେମାନଙ୍କୁ ଦଣ୍ଡ ଦେଲେ ମାରିଦେଲେ ପ୍ରଭୁ। ହାଲେଲୁୟା। ସେମିତି ବିଚାର କରିବା ବୋଲେ ସେପରି ଯେପରି ତୁମମାନଙ୍କର ପିତୃପୁରୁଷ ଗଣଙ୍କ ସହିତ ବିଚାର କରିଥିଲୁ ସେପରି ଅଲଗା ନାହିଁ। ନ୍ୟାୟ ସମସ୍ତଙ୍କର ପାଇଁ ସମାନ। Praise the Lord. ହାଲେଲୁୟା। ଏତିକି ଲାଭ ଏବେ ପ୍ରଭୁ ଆମମାନଙ୍କୁ ଏକ ଅନୁଗ୍ରହର ଦ୍ୱାର ଆମମାନଙ୍କୁ ଖୋଲିଛନ୍ତି। Praise the Lord. ଆମେ ଲାଭରେ ଅଛୁ। ପ୍ରଭୁ ସମୟ ଆମକୁ ଦେଇଛନ୍ତି ଏ ସମୟ ଥାଉ ଆମେ ପ୍ରଭୁଙ୍କ ଛାମୁରେ ଆମେ ପବିତ୍ର ଜୀବନ ଯାପନ କରିବା। ହାଲେଲୁୟା। ଉଦ୍ଧାର ପାଇବା ପାଇଁ ପ୍ରଭୁ ଆମମାନଙ୍କୁ ଏକ ସମୟ ଦେଇଛନ୍ତି ନହେଲେ ସେ ସମୟ ଆସୁଛି ପ୍ରିୟ ମଣ୍ଡଳୀ ଲେଖାଗଲା ସେମାନଙ୍କୁ ଯେ ପ୍ରକାର ଯେପରି ସେପରି ତୁମ୍ଭମାନଙ୍କ ସହିତ ବିଚାର କରିବା। କାହିଁକି ବିବାଦ ପାଇଁ ଆଜି ଲୋକ ପାଇକରି ମଧ୍ୟ ପ୍ରଭୁଙ୍କ ନିକଟ ସନ୍ତୁଷ୍ଟ ନାହିଁ। ବିବାଦ ପାଇଁ ସେମାନଙ୍କ ପ୍ରଭୁ ବିଚାର କଲେ। ଜିରିମିୟ ତାର 2 ପର୍ବ 29 ପଦ। ଜିରିମିୟ 2:29। ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ? ସଦାପ୍ରଭୁ କହନ୍ତି ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ। ହାଲେଲୁୟା ହାଲେଲୁୟା। ଏମାନେ ଭାବୁଥିଲେ ଆମେ ପ୍ରାର୍ଥନା କଲେ ବୋଲେ ପ୍ରଭୁ ଆମମାନଙ୍କୁ କ୍ଷମା କରିଦେବେ। ବିବାଦ କଲେ। ପ୍ରେଜ୍ ଦ ଲର୍ଡ। ବିବାଦ କଲେ ସେଥିପାଇଁ ପ୍ରଭୁ କଣ କହୁଛନ୍ତି ତୁମ୍ଭେମାନେ ଆମ୍ଭକୁ କାହିଁ
ମଧ୍ୟ ପ୍ରଭୁ ବିବାଦ ଦ୍ୱାରା ମଧ୍ୟ ସେମାନେ ଅପରାଧକୁ ସଂଗ୍ରହ କଲେ। ତାର 35 ପଦ। ତଥାପି ତୁମେ କହିଲ ହୁଁ। ଆମେ ନିର୍ଦ୍ଦୋଷ, ହୁଁ। ଅବଶ୍ୟ ଆମଠାରୁ ତାହାଙ୍କର କ୍ରୋଧ ଫେରିଅଛି। ତୁମେ କହୁଅଛ ଆମେ ପାପ କରିନାହୁଁ, ଏହେତୁ ଦେଖ ଆମେ ତୁମର ବିଚାର କରିବା। ହାଲେଲୁୟା। ହାଲେଲୁୟା। କହୁଥିଲା ବିବାଦ ହେଲା, ଭୁଲ ହେଲା, ଏମାନେ ଫେରୁ ନାହାନ୍ତି, କିନ୍ତୁ ପ୍ରଭୁ କହୁଛନ୍ତି ତମେ ଭାବୁଛ ମୁଁ ନିର୍ଦ୍ଦୋଷ ବୋଲି। ହାଲେଲୁୟା। ବେଳେ ବେଳେ ମୁଁ କଣ ପାପ କରଲେ? ଅନୁତାପ ନାହିଁ ଗୋଟେ ଗୋଟେ ଲୋକଙ୍କର ଜୀବନରେ। ମନ ପରିବର୍ତ୍ତନ କରିବା ପାଇଁ ସମୟ ପାଇଲେ ମଧ୍ୟ ମନ ପରିବର୍ତ୍ତନ କରି ନାହାନ୍ତି, କରୁନାହାନ୍ତି ଲୋକ। ମୁଁ କଣ ଭୁଲ କଲେ? ଅନେକଙ୍କ ଜୀବନରେ ଏ ଚିନ୍ତା ଅଛି, ଅନୁତାପ ନାହିଁ। ସେମାନେ ତଥାପି ତୁମେ କହିଲ ଆମେ ନିର୍ଦ୍ଦୋଷ, ଅବଶ୍ୟ ଆମଠାରୁ ତାହାଙ୍କର କ୍ରୋଧ ଫେରିଅଛି, ବର୍ତ୍ତମାନ ପାଇଁ ଫେରିଛି। ତୁମେ କହୁଅଛ ଆମେ ପାପ କରିନାହୁଁ, କିନ୍ତୁ ଏହେତୁ ଦେଖ ଆମ୍ଭେ ତୁମର ବିଚାର କରିବା। କାହିଁକି ବିଚାର କରିବେ? ବିବାଦ ପାଇଁ ବିଚାର। ଆଉ କାହିଁକି ବିଚାର? ଲେଖାଗଲା ପାଶୋରିବା ପାଇଁ ବିଚାର। କ୍ରୋଧ ହେଲା, ପାଶ୍ରି କଲେ। ଜିରିମିୟ 2 ପର୍ବ ସେ 32 ପଢିଲେ କି 32। ହଁ। କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାଶୋରି ପାରେ, ତଥାପି ଆମର ଲୋକେ ଆମକୁ ଅସଂଖ୍ୟ ଦିନ ପାଶୋରି ଅଛନ୍ତି। ହାଲେଲୁୟା। ହାଲେଲୁୟା। ପ୍ରଭୁଙ୍କୁ ପାଶୋରିବା ଦିନର ବିଚାର ହେବ। ହାଲେଲୁୟା। ଯଦି ଆପଣ ମାନେ 1 ମାସ ପ୍ରାର୍ଥନା କଲେ, 2 ମାସ ଭୁଲି ଗଲେ, ସେଇ ସମୟର ବିଚାର ଅଛି, ପାଶୋରିବାର ସମୟର ବିଚାର ଅଛି। ପ୍ରଭୁ କହୁଛନ୍ତି କନ୍ୟା କି ଆପଣ ଅଳଙ୍କାର, ବିବାହିତା କନ୍ୟା କି ଆପଣ ଭୂଷଣ ପାଶୋରି ପାରେ, ତଥାପି ଆମର ଲୋକ ଆମ୍ଭକୁ ଅସଂଖ୍ୟ ଦିନ, ଗୋଟେ ଦିନ 2 ଦିନ ନାହିଁ, ପ୍ରଭୁ ଜଗଲେ 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 ମତେ ମନେ ପକାଇବେ, ଆଜି ହେଲେ ମନେ ପକାଇବେ, ଏଇଟା ଦେଲେ ମନେ ପକାଇବେ, ସେଟା ଦେଲେ ମନେ ପକାଇବେ। ଏବେ ଲୋକମାନଙ୍କର ଜୀବନରେ ସେମିତି ହଉଛି କି ନାହିଁ? ପ୍ରାର୍ଥନା କଲେ ପ୍ରଭୁ ଦେଇ ଦେଉଛନ୍ତି, କେତେ ଦିନ ପ୍ରାର୍ଥନା କରି ବହୁତ, ତାପରେ ଆଜି ପାଶୋରି ଯିବେ। ହାଲେଲୁୟା। ଲୋକମାନେ ମଧ୍ୟ ସେଇ ପ୍ରକାର ହେଲେ, ଅସଂଖ୍ୟ ଦିନ ପାଶୋରି ଗଲେ, ଅସଂଖ୍ୟ, ସଂଖ୍ୟା ନାହିଁ, ଅଗଣତି, ତାର ଗଣନା ନାହିଁ। ହାଲେଲୁୟା। ଅସଂଖ୍ୟ ଦିନ ପାଶୋରି ଅଛନ୍ତି, ସେଥିପାଇଁ ଆମେ ବିଚାର କରିବା। ହାଲେଲୁୟା। ଆଜି ଆମର ଦିନ, ଆମର ସମୟ ପ୍ରଭୁଙ୍କ ହସ୍ତରେ ଅଛି। ପ୍ରଭୁ ଗଣନା କରୁଛନ୍ତି। ଆୟୁବ କହିଲେ, ଦାଉଦ କହିଲେ, ମୋର ପାହାଦ ଗତିକୁ ତୁମେ ଗଣନା କରୁଛ। ଆମର ମନେ ନାହିଁ ଆଜି କେତେ ପାଦ ଆମେ ଚାଲିଲୁ। କାହାର ମନେ ଅଛି କି? ଆମେ କେତେ ପାଦ ଆମେ ଚାଲିଲୁ, ଆଜି ଆମର ଗଣନା ନାହିଁ। ଆଜି ଜନ୍ମରୁ ଏ ପର୍ଯ୍ୟନ୍ତ, ଆଜି ଛାଡ, ଜନ୍ମରୁ ତ ଛାଡି ଦିଅ, ଆଜି ଟିକେ ଚିନ୍ତା କର, ଏ ଯୋଉ ସମୟ ସକାଳରୁ ଏ ପର୍ଯ୍ୟନ୍ତ କେତେ ଲୋକ କେତେ ଦୂର ଚାଲିଲେ, କାହାର ମନେ ଅଛି କି? ହାଲେଲୁୟା। କିନ୍ତୁ ସେ ସବୁ କାହାର ମନେ ଅଛି? ସଦାପ୍ରଭୁଙ୍କର ମନେ ଅଛି। ହାଲେଲୁୟା। ପ୍ରଭୁଙ୍କର ମନେ ଅଛି। ସେଥିପାଇଁ ପ୍ରଭୁ କଣ ଚାହୁଁଛନ୍ତି ଆମ ଜୀବନରେ? ପ୍ରତ୍ୟେକ ସମୟ ପ୍ରଭୁଙ୍କ ନିକଟରେ ଆମେ କଣ ହେବା? ଆମେ ପବିତ୍ର ଜୀବନ ଯାପନ କାଟିବା। ହାଲେଲୁୟା। କାହିଁକି ବ୍ୟବସ୍ଥା ପ୍ରଭୁ ଆମମାନଙ୍କୁ ଦେଇ ସାରିଛନ୍ତି, ସେଥିପାଇଁ ମଧ୍ୟ ବିଚାର ହେବ। ରୋମିଓ ତାର 2 ପର୍ବ 12 ପଦ। ଆମେ ପ୍ରଭୁଙ୍କୁ ପାଶୋରିବା ନାହିଁ, ଗୋଟେ ଦିନ ହେଉ କି ଗୋଟେ ସେକେଣ୍ଡ ହେଉ ଆମେ ପାଶୋରିବା ନାହିଁ। ଯେତେ ବ୍ୟବସ୍ଥା ବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ। ଆଉ ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ବ୍ୟବସ୍ଥା ଅନୁସାରେ ବିଚାରିତ ହେବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଯେଉଁମାନେ ବ୍ୟବସ୍ଥା ପ୍ରାପ୍ତ ହେଲେ, ଯାହା ପ୍ରଭୁଙ୍କ ନିକଟରୁ କିଛି କିଛି ବାକ୍ୟ ପାଇଲେ, ପ୍ରେଜ୍ ଦ ଲର୍ଡ, ଆଜି ଆପଣ ମାନେ ପାଇଛନ୍ତି, ଅଳ୍ପ ମଧ୍ୟ ପାଇଛନ୍ତି। ହାଲେଲୁୟା। ଆମେ ଦେଖୁଛୁ ଏ ଲୋକମାନେ ବ୍ୟବସ୍ଥା ପାଇଥିଲେ, ବ୍ୟବସ୍ଥା ପାଇଲା ଲୋକମାନେ ମଧ୍ୟ ବିଚାରିତ ହେବେ। ଯେଣୁ ଯେତେ ବ୍ୟବସ୍ଥା ବିହୀନ ହୋଇ ପାପ କରିଛନ୍ତି, ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ। ଆଉ ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ପାଇ କରି ପାପ କରନ୍ତି। ଧନୀ ବ୍ୟକ୍ତି ଦିନେ ବ୍ୟବସ୍ଥା ପ୍ରାପ୍ତ ହେଇଥିଲେ, ପାଇଥିଲେ କି ନାହିଁ? ପାଇଥିଲା, ତା ପାଖରେ ବ୍ୟବସ୍ଥା ଥିଲା। କିନ୍ତୁ ସେ କଣ କଲା? ଆଜ୍ଞା ଲଙ୍ଘନ କଲା, ଏନ୍ଜୟ କଲା,
जगतर सब विषय ताको भल लागुचे किंतु प्रभु को छामुरे जीवाटा भल लागु नाही प्रभु को उपस्थित रहिबाटा भल लागु नाही व्यवस्था पाइछि प्रेज द लॉर्ड सेति पाए प्रभु ताको कोन कले एक स्थान देले नरकर स्थान प्रेज द लॉर्ड तेबे आज प्रभु आमान को चाहू छते से विचार परे हमर स्थान को स्थान हेबो भाबन तो नाही हालेलुया मोर विचार हेबो नाही बोले बहुत लोकंकर बेले बेले मैं शुणुथिबे केतरा भ्रांत शिक्षा बाहर छेबे तमर विचार नाही तमे धार्मिक हो जाइछो हालेलुया पाउल कहिले कोन बोली करे पाउल कहछन्ते जे माने व्यवस्था पाई छन्ते आ पाप करे छन्ते से मानकर विचारित हेबो हेबो निश्चित भाबे प्रभुଙ୍କର वाक्य जदि लेखा आइछि ताहाले केही मध्य टाळी पारबे नाही हालेलुया काहेकि ना आगामी समय विचार सुनिश्चित अछि तार 37 पद 2:37 पुणी स्वाभाविक असुन्नति लोक जदि व्यवस्था पालन करे तेबे लिखित व्यवस्था और सुन्नत विधि प्राप्त होई सुधा व्यवस्था लंघन करूछ जे तुमे से तुमरो विचार करिवो हालेलुया हालेलुया प्रेज द लॉर्ड कोन बोली कहले जदि तुमे व्यवस्था पालन करूना हो पाई करे तेबे मध्य विचार हेबो आ व्यवस्था लंघन करूछ जे तुमे से तुमरो विचार व्यवस्था लंघन कले मध्य विचार हालेलुया हालेलुया प्रेज द लॉर्ड सेति बाय हम प्रभु को छामरो पलायन करबा ना आज पलायन करबो समस्या अछि प्रेज द लॉर्ड जुनस पलायन करूथिला प्रचंड तूफान सहित प्रभु ताको धरले फेरी आस किंतु जो विचार समय तुमे पलायन करि पारबो नाही गम्य दुई वर्ग तार 3 पद आउ हे मनुष्य जो माने एही प्रकार कर्म करंती सेमानकर विचार करी आपे सही प्रकार करूथाओ जे तुमे ईश्वर को विचार रो पलायन करी पारो बोली कोन मने करूअछ प्रेज द लॉर्ड ईश्वरकर विचार रो पलायन करी पारो बोली कोन तुमे मने करूअछ प्रश्न हालेलुया कौन से व्यक्ति प्रभु को छामुरो विचार समय रो पलायन करि पारे नाही हालेलुया समस्तंकर विचार अछि तेबे प्रभु आज आमान को तांको सम्मुख रे रखि छन्ते आमे आसी छु किछि विषय प्रभु निश्चित भाबे देबे हालेलुया तमे ताहा पाई करे हम प्रभु को पास रे जीवा लोक हेबा नाही हालेलुया आमे प्रभुंकर आराधना करबा प्रभुंकर प्रशंसा करबा हालेलुया आ ए आराधना प्रशंसा केवल आमे आमर पाई करू छु किंतु आगामी समय आसु छ हम प्रभुंकर वाक्य देखुतिलु गीत संगीत आमे देखलो जे राजा माने पृथ्वी समुद्र तैर पूर्णता नद नदी पर्वत गण प्रभुंकर विचार समता प्रभुंकर उपासना करबा मा जाउछन्ते हालेलुया आमे से स्थान रे आमे उभा हेबा आ प्रभुंकर विचार सम्मुख रे आमे दंडित न होय आमे विजय व्यक्ति हेबा से रोमियो रे पौल प्रकाश करू छन्ते आमे विचार समय रे जे प्रकार आमे एक विजय व्यक्ति हेबा से सेति पाए आमे प्रभुंक निकट रे वास करबा प्रभुंक उपस्थिति रे आमे सब बेले आमे आसवा प्रिय मन रे पढो तार 2 वर्ग 4 पद किंवा ईश्वरଙ୍କ कृपा जे तुमको मन 3 रो 4 ताहा केबे न हेउ बरं प्रत्येक मनुष्य मिथ्यावादी हेले हेउ किंतु ईश्वर सत्य बोली स्वीकार करा जाओ जेपरि लेखा अछि तुमे अपना वाक्य रे धार्मिक बोली जणा जीवो पुनी विचारित हेबा समय रे विजयी हेबो प्रेज द लॉर्ड विचारित हेबा समय रे विजयी हालेलुया 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 ए प्राणपण कोन को समय पाए आपण माने दौड़ छथि प्रभु को राज्य पाए सब विषय अछि मन रखंतो प्रभु स्पष्ट भाबे कहिले माथ्यू तार 6 अध्याय मध्य रे सर्वप्रथमे तमे तांकर राज्य धार्मिकता को अन्वेषण करो तापर तुमको समस्त विषय की अछि हालेलुया किंतु आमे जेते बडा प्रभु को छामुरे आसो छु आमे आज सुनिश्चित हेबा प्रभु को भय करे पलायन करबा व्यक्ति हेबा नाय तांको विचार पलायन तो केहि मध्य करि पारबे नाय किंतु सही समय आमे जने विजय व्यक्ति हेबा हालेलुया आमे विजयता लाभ करि पारबा से व्यक्ति हेबा एथि पाए आमे प्रभु को प्रशंसा करबा प्रभु वाक्य दे हम समस्त का आशीर्वाद करन आमेन समस्त